ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଗାମୀ ଯୋଉ କାଲି ଅଛି ଓଟିଟି 2026 ରେ ଯଦି ଆପଣ ସିଡିପି ପାଇଁ ଗୋଟେ ଏମିତି ଭିଡିଓ ଖୋଜୁଛନ୍ତି ଯୋଉଥିରେ କି ଆପଣ 30ଟା କ୍ୱେଶ୍ଚନ ବା 25ଟା ଏମସିକ୍ୟୁ ରେ ଆପଣ ଟୋଟାଲ ସିଡିପି ର ସବୁ ଚ୍ୟାପ୍ଟର ବା ସବୁ ଟପିକ କଭର ହେଇପାରିବ, ତାହେଲେ ଏଇଟା ହଉଛି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡିଓ। ଯୋଉଥିରେ କି ମୁଁ 30ଟା ଯୋଉ ଏମସିକ୍ୟୁ ଆଜି ଡିସ୍କସନ କରିବି ସେଇଥିରେ ଫୁଲ ସିଡିପି ର ଯେତେ ସବୁ ସିଲାବସ ରହିଛି ଆପଣ ବୋଥ ପେପର 1 ପାଇଁ ହଉ କିମ୍ବା 2 ପାଇଁ ହଉ ଆପଣ ଏଇ ଗୋଟେ ଭିଡିଓ ଦେଖିକରି କାଲି ପରୀକ୍ଷା ହଲକୁ ଯାଇପାରିବେ। ତେଣୁ ଆଶା କରୁଛି ଆପଣ ଭିଡିଓ ଫୁଲ ଦେଖିବେ। ଯଦି ଭିଡିଓ ଫୁଲ ଦେଖିଲେ ଆପଣ ଭିଡିଓଟି ଭଲ ଲାଗିଲା ତାହେଲେ ଟିକେ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆପଣ ଭିଡିଓ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଯୋଉ ନୋଟିଫିକେସନକୁ ଅଲ ରେ ସେଟ୍ କରିଦେବେ। ତେଣୁ ଆଉ ଗୋଟେ ଭଲ କମେଣ୍ଟ ମତେ ଟିକେ ଦେଇଦେବେ କେମିତି କଣ ଭିଡିଓଟା ଲାଗୁଛି। ତେଣୁ ଯିବା କ୍ୱେଶ୍ଚନ ଗୁଡ଼ିକ କଣ ଅଛି। ପ୍ରଥମ କ୍ୱେଶ୍ଚନଟି ଅଛି କେଉଁ ଗୁଣଟି ସୃଜନଶୀଳତାର ସୂଚକ ନୁହେଁ, ଯେଟା ଆମର କ୍ରିଏଟିଭ ଯୋଉ ଥିଙ୍କିଂ କୋଉଟାକୁ ସୂଚଉ ନାହିଁ, କୋଉ ଗୁଣଟା ସୂଚଉ ନାହିଁ। ଅପସନ ଗୁଡା କଣ ଥିଲା? ଚିନ୍ତନର ମୌଳିକତା, କେନ୍ଦ୍ରାଭିମୁଖୀ ଚିନ୍ତନ, ନା ହଉଛି ବାକ୍ ପଟୁତା, ନା ହଉଛି ନମନୀୟତା। ଯଦି ଗୋଟେ ପିଲା ଭିତରେ କ୍ରିଏଟିଭିଟି ଅଛି ତା ଭିତରେ କୋଉ ଗୁଣଟା ନଥିବ। ତେଣୁ ଓଟିଟି ରେ ଆପଣ ବିଶେଷ କରି କହୁଛି ନୋଟ ନୁହେଁ ଏଗୁଡା ଟିକେ ଦେଖିକି ଯାଇଥିବେ। ଅପସନ ଦେଖି ମାରିଦେବେ କିନ୍ତୁ ଭୁଲ ହେଇଯିବ। ତେଣୁ ଏଠି ଅପସନ ଟା କଣ ଦେଇଥିଲା? ସି କଣ ହେଇଥିବ? ଅରିଜିନାଲିଟି ଇନ ଥିଙ୍କିଂ ଥିବ, ନା କନଭରଜେଣ୍ଟ ଥିଙ୍କିଂ ଥିବ, ନା ତାର କଥା କହିବାରେ ବାକ୍ ପଟୁଥିବା ଫ୍ଲୁଏନ୍ସି ଥିବ, ନା ଅପସନ ଡି ଅଛି ଫ୍ଲେକ୍ସିବିଲିଟି ଥିବ। କ୍ରିଏଟିଭିଟି ଥିଙ୍କିଂ ମାନେ ହଉଛି ଗୋଟେ ପିଲାକୁ ଆପଣ ଗୋଟେ କଥା କହିଲେ ସେ ଡାଇଭରଜେଣ୍ଟ ମାନେ ବହୁତ ପ୍ରକାର କେତେ ପ୍ରକାର ହେଇପାରିବ ସେ କହିପାରିବ। ଯେମିତି କି ଆପଣ ଅପୋନେଣ୍ଟ କ୍ୱେଶ୍ଚନ ଦ୍ୱାରା କଣ ହେଇପାରିବ ନା କ୍ରିଏଟିଭ ଥିଙ୍କିଂ ଆସିପାରିବ। ଯେମିତି ବହୁତ ଗୁଡାକ କଥା ଆସିପାରୁଥିବ ସେତେବେଳେ ପିଲାର କ୍ରିଏଟିଭିଟି ବା ଗୋଟେ ଜିନିଷକୁ ସେ କେତେ ପ୍ରକାର କହିପାରୁଛି ସେଟା ହଉଛି କଣ? ଡାଇଭରଜେଣ୍ଟ ଥିଙ୍କିଂ। ତେଣୁ ଏଟା ଅପସନଟା କୋଉଟା ଭୁଲ ହେଇଯିବ? ଯେ ଏଟା ଦେଇଛି କଣ? କେନ୍ଦ୍ରାଭିମୁଖୀ ଚିନ୍ତନ ବା କନଭରଜେଣ୍ଟ ଥିଙ୍କିଂ। ତେଣୁ ଏଇ ଗୁଣଟା ଯେକୌଣସି କ୍ରିଏଟିଭ ଷ୍ଟୁଡେଣ୍ଟ ପାଖରେ ନଥିବ। ତେଣୁ ବୁଝିପାରିଲେ କ୍ରିଏଟିଭ ଥିଙ୍କିଂ ଯଦି କ୍ୱେଶ୍ଚନ ପଡିଥିବ ଆପଣ ଭାବିବେ ଏଠି ଆପଣ ଅପୋ ଏଣ୍ଡେଡ ଦେଇପାରେ, ଡାଇଭରଜେଣ୍ଟ ଥିଙ୍କିଂ ଦେଇପାରେ। ଯଦି ବିଭିନ୍ନ ପ୍ରକାର ଯେମିତି ତା ଭିତରେ କଣ ଫ୍ଲୁଏନ୍ସି ବି ଥିବ, ଫ୍ଲେକ୍ସିବିଲିଟି ବି ଥିବ, ଆଉ କଣ ଡାଇଭରଜେଣ୍ଟ ଥିଙ୍କିଂ ଥିବ, ଆଉ ଅରିଜିନାଲ ଚିନ୍ତନର ମୌଳିକତା ମାନେ ନିଜେ ଚିନ୍ତା କରିପାରୁଥିବ ହେଲା। ତେଣୁ ସେଇଟା ହଉଛି କଣ? କ୍ରିଏଟିଭ ଯିଏ ଲର୍ଣ୍ଣର ଥିବ ତା ଭିତରେ ଏଇ ଗୁଣ ଗୁଡାକ ତା ଭିତରେ ଦେଖାଯାଉଥିବ। ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁ ପ୍ରଣାଳୀ ଦ୍ୱାରା ପ୍ରତିଭାଶାଳୀ ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ପାରିବ? ଯେମିତି କି ଆମେ କଣ କହିବା ଗୋଟେ ଗିଫ୍ଟେଡ ଚାଇଲ୍ଡ ବା ଗିଫ୍ଟେଡ ଷ୍ଟୁଡେଣ୍ଟକୁ ଆମେ କେମିତି ଚିହ୍ନଟ କରିପାରିବା କୋଉ ପ୍ରଣାଳୀର? ଯେମିତି ଆମର ଟୁଲ୍ସ ଗୁଡାକ ରହିଛି କଣ କଣ ସବୁ? ଫାର୍ଷ୍ଟ ହଉଛି ସାକ୍ଷାତକାର, ବୁଦ୍ଧି ପରୀକ୍ଷଣ, ଆଉ ନୈଦାନାତ୍ମକ ପରୀକ୍ଷଣ, ନା ହଉଛି ମନୋବୃତ୍ତି ପରୀକ୍ଷଣ। ଆମେ ତାକୁ ଇଣ୍ଟରଭ୍ୟୁ ଆକାରରେ ବାଛି ପାରିବା, ନା ହଉଛି ଇଣ୍ଟେଲିଜେନ୍ସ ଟେଷ୍ଟ ଆକାରରେ ବାଛି ପାରିବା, ନା ଡାଇଗ୍ନୋଷ୍ଟିକ ଟେଷ୍ଟିଂ ଆକାରରେ ବାଛି ପାରିବା, ନା ଆଟିଚ୍ୟୁଡ ଟେଷ୍ଟ ଆକାରରେ ବାଛି ପାରିବା। ପ୍ରଥମ କଥା ହଉଛି ଯେ ପ୍ରତିଭାଶାଳୀ ବା ଗିଫ୍ଟେଡ ଚାଇଲ୍ଡ ଆମେ ଜାଣିବା କେମିତି? ପ୍ରଥମ କଥା ହଉଛି ତାର ଆଇକ୍ୟୁ ଲେଭେଲଟା ବହୁତ ଅଧିକା ହେଇଥିବ। ଆଇକ୍ୟୁ ଲେଭେଲଟା ଜାଣିବା କେମିତି? ନା ଆମର ଆଇକ୍ୟୁ ର ଫର୍ମୁଲା କଣ ଥିଲା? ନା ଏମଏ ବା ମେଣ୍ଟାଲ ଏଜ ଡିଭାଇଡ ବାଇ କ୍ରୋନୋଲୋଜିକାଲ ଏଜ ଇନଟୁ 100 ହେଲା। ୟାର ଭ୍ୟାଲୁଟା ଯଦି ଆମର କଣ ଥିବ 140 ରୁ ଅଧିକା ଥିବ ତାକୁ ଆମେ କଣ କହିବା? ଗିଫ୍ଟେଡ ଚାଇଲ୍ଡ বা ইন্টেলিজেন্ট চাইল্ড বলে কইপারিবা। তেଣୁ ଏଠି କଣ କରୁଛି କୋଉ ପଦ୍ଧତିରେ? ତେଣୁ ଫାର୍ଷ୍ଟ ହଉଛି ଇଣ୍ଟରଭ୍ୟୁ ଆକାରରେ ଆମେ ଜାଣିପାରିବାନି ଆଇକ୍ୟୁ ଆମେ ଭ୍ୟାଲୁଟା ବାହାର କରିବା କେମିତିଆ? ନୈଦାନାତ୍ମକ ପରୀକ୍ଷଣ କରାଯାଏ କେତେବେଳେ? ଡାଇଗ୍ନୋଷ୍ଟିକ ଟେଷ୍ଟିଂ ଆମେ ଯଦି ପିଲାର କୌଣସି ଗୋଟେ ଅସୁବିଧା ଅଛି ଅସୁବିଧାର କାରଣ ଜାଣିବା ପାଇଁ ଆମେ କଣ କରିଥାଉ? ଡାଇଗ୍ନୋଷ୍ଟିକ ଟେଷ୍ଟିଂ କରିଥାଉ ଯାହାଦ୍ୱାରା କି ପିଲାର କଣ ଅସୁବିଧାଟା ହଉଛି ଆମେ ଜାଣିପାରିବା। ନେକ୍ସଟ ହେଲା କଣ? ମନୋବୃତ୍ତି ପରୀକ୍ଷଣ। ଗୋଟେ ପିଲାର ମନୋବୃତ୍ତି ବା ଆଟିଚ୍ୟୁଡ ଟେଷ୍ଟିଂ କରି ଆମେ କେବେ ତାର ଆଇକ୍ୟୁଟା ବାହାର କରିପାରିବା ନାହିଁ। ଆମେ ଆଇକ୍ୟୁ ବାହାର କରିବା ପାଇଁ କଣ ହବ? ନା ଇଣ୍ଟେଲିଜେନ୍ସ ଟେଷ୍ଟ ବା ଆମେ ସିଏ ଯଦି ଧର 15 ବର୍ଷ ପିଲାଟା ଅଛି ସିଏ ଧର ଯୋଉ କଣ କରୁଛି 18 ବର୍ଷର ମ୍ୟାଥମେଟିକ୍ସ ବା ସାଇନ୍ସ क्वेश्चन से सॉल्व करिवे बा चिंता करि पारुछ सेतेबेले हम कोन कहबे सेटा गिफ्टेड चाइल्ड बा से इंटेलिजेंट। तेणु सेटा बाहर करिया केमतिया ना जेतेबेले हम बुद्धि परीक्षण करिवा हला जेटा कि इंटेलिजेंस टेस्ट जदि हम करि परिबा ताले कोन हो सेटा हमरो ताकू हम गिफ्टेड चाइल्ड बा नॉर्मल चाइल्ड सेटा हम करि परिबा। तेणु गिफ्टेड चाइल्ड पे सठिक उत्तर कोन ना इंटेलिजेंस टेस्ट बा बुद्धि परीक्षण द्वारा हम ताकू जानि परिबा जे गिफ्टेड चिल्ड्रन ना नॉर्मल चिल्ड्रन हला। तापर नेक्स्ट क्वेश्चन होला एक उद्दीपकर स्वाभाविक प्रतिक्रिया एक विकल्प उद्दीपक सह संयोजित करा जाय पारे एही परीक्षा प्रथमे किए करथिला जोटा कि कोन एटी वर्ड देखियो कोन अछि स्टिमुलस हला। स्टिमुलस आ कोन हमर रेस्पॉन्स अछि स्टिमुलस रेस्पॉन्स करथिले के परीक्षा ऑप्शन गुडी कोन देला पावलर करथिले थर्नडाई करथिले गाल्टन देथिले ना कहलर देथिले। तेणु यार सठिक उत्तर कोन हो ना ऑप्शन नंबर ए जे कि पावलर हला। पावलर मने रखिथिबे पावलर होचंती कोन हमर क्लासिकल कंडीशनिंग देथिले हला। क्लासिकल कंडीशनिंग बा हमर कोन कोंती हमर सिग्नल लर्निंग बोली ताको कुआ जाय मते सिग्नल माने होची कोन स्टिमुलस गोटे थिबा आ गोटे रेस्पॉन्स थिबा ई गोटे कोन कुकुर को नेकी हमर परीक्षा करथिले जादर कि ताकू गोटे घंटी बांधी घंटी बांधी से जतले खाइबा दबा आगु घंटा बजौतले जादर कुकुर लाळ बहुतले। तेणु घंटीटा होची कोन स्टिमुलस आ रेस्पॉन्स होची माने कोन कह जेटाकू प्रतिक्रिया उद्दीपक उद्दीपक होची कोन घंटाटा प्रतिक्रिया होची कोन जे कुकुर लाळटा बहिबो। तेणु सेटा से परीक्षा करथिले तेणु पचारि पारे बेले बेले जे पावलर काहाकू नेकी परीक्षा करथिले तेणु मन रखिथिबे हला। स्टिमुलस रेस्पॉन्स जेतेबेले आसीबो ऑप्शन कोन हबो पावलर हबो बा क्लासिकल कंडीशनिंग बा हमर मन रखिथिबे कोन सिग्नल लर्निंग एटा सब देथिले कि ना पावलर देथिले हला। आ जदि क्लासिकल कोन ए जो हमर कोन ऑपरेंट कंडीशनिंग हुए बा हमर यांत्रिक अनुबंध आसीबो जदि उड़िया रे लेखा यांत्रिक अनुबंध ताले मन रखिथिबे कोन स्किनर देथिले हला। ए छोट छोट कथाटा मन रखिथिबे थर्नडाई जदि आसीबो कोन हबो ना ट्रायल एंड एरर मेथड हला। तापर क्वेश्चन रहिछि केउंटी बाहिक अभिप्रेरणा बा एक्सटर्नल मोटिवेशन काहाकू कहिबा। ऑप्शन टी कोन दिछि ज्ञान पई तृष्णा
କୃତି ପାଇଁ, ଆତ୍ମସମ୍ମାନବୋଧ ପାଇଁ ନା ପ୍ରଶଂସା ପାଇଁ। ତେଣୁ ପ୍ରଥମ କଥା ହଉଛି ମୋଟିଭେସନ ହଉଛି ଦୁଇ ପ୍ରକାର। ଗୋଟେ ହଉଛି ଇଣ୍ଟ୍ରିନସିକ୍ ଆଉ ଗୋଟେ ହଉଛି କଣ ଏକ୍ସଟ୍ରିନସିକ୍ ବା ଏକ୍ସଟର୍ନାଲ। ଇଣ୍ଟ୍ରିନସିକ୍ ହଉଛି କଣ ଯେଟା କି ପିଲା ନିଜ ଭିତରୁ ଆସୁଥିବ ହେଲା। ଯେମିତି ସେ ନିଜେ ଚାହୁଁଥିବ ପଢିବା ପାଇଁ ହେଲା, ତେଣୁ ନିଜ ଭିତରୁ ଯୋଉଟା ଆସୁଛି ସେଟା ଇଣ୍ଟ୍ରିନସିକ୍ ହବ। ଏକ୍ସଟର୍ନସିକ୍ ହଉଛି କଣ ବାହାରୁ ସେ ପ୍ୟାରେଣ୍ଟସ ଦେଇପାରନ୍ତି, ଟିଚର ଦେଇପାରନ୍ତି, ପିୟର୍ସ ଗ୍ରୁପ ଦେଇପାରନ୍ତି। ପିୟର୍ସ ମାନେ କଣ ସାଙ୍ଗସାଥି ଯେ ସାଙ୍ଗରେ ପଢୁଛନ୍ତି ତେଣୁ ସେମାନେ ଦେଇପାରନ୍ତି। ଯଦି ବାହାରୁ ଆସିଲା ଏକ୍ସଟର୍ନାଲ, ଭିତରୁ ଯଦି ଆସିଲା ସେଟା ହଉଛି କଣ ଇଣ୍ଟରନାଲ। ତେଣୁ ଯେହେତୁ ଏଠି ଏକ୍ସଟର୍ନାଲ କହିଛି ବା ବାହିକ ଅଭିପ୍ରେରଣା କହିଛି, ତେଣୁ ସଠିକ ଉତ୍ତର କଣ ହବ ଅପସନ ନମ୍ବର ଡି ଯେଟା କି ପ୍ରଶଂସା। ଅଲଗା ଗୁଡାକ ଦେଖନ୍ତୁ ଜ୍ଞାନ ପାଇଁ ତୃଷ୍ଣା। ଜ୍ଞାନ ପାଇଁ ତୃଷ୍ଣା ବା ନଲେଜ ଗେନ୍ କରିବା ପାଇଁ ପିଲା ନିଜ ଭିତରୁ ନିଜ ନିଜ ବିବେକ ବା ଆମର ନିଜ ଭିତରୁ କୁହେ କଣ ନା ଆମେ ପାଠ ପଢିବା ବା ନଲେଜ ଗେନ୍ କରିବା। ସେକେଣ୍ଡ ହଉଛି କଣ ଆଚିଭମେଣ୍ଟ। ନିଜେ ନିଜ ଭିତରୁ ଆସେ ଯେ ଗୋଟେ କୃତି ମୁଁ ଗୋଟେ ଏମିତି ଆଚିଭମେଣ୍ଟ କରିବି ଯାଦ୍ୱାରା କି ସମସ୍ତେ ମତେ ଭଲ ପାଇବେ ହେଲା। ତେଣୁ ଏଟା ନିଜ ଭିତରୁ ଆସେ। ସେଲ୍ଫ ଏଷ୍ଟିମେଟ ଯେଟା କି ଆମର ଆତ୍ମସମ୍ମାନ ବୋଧ ସେଟା ବି ନିଜ ଭିତରୁ ଆସିଥାଏ। ଯେମିତି ପିଲା ନିଜେ ଭାବେ ମୁଁ ଯଦି ଏମିତି ଭଲ ପଢିବା ଉତ୍ତର ଦେବି ମତେ ସମସ୍ତେ ଭଲ ପାଇବେ, ଗୋଟେ ସମ୍ମାନ ବଢିବ। ତେଣୁ ସେଥିପାଇଁ ନିଜ ଭିତରୁ ଆସିଥାଏ। ଏଇଟା ଦ୍ୱାରା ଆପଣଙ୍କର ପୁରା ମୋଟିଭେସନ ଏକ୍ସଟର୍ନାଲ ଇଣ୍ଟରନାଲ ମୋଟିଭେସନ ଏଟା ପୁରା କ୍ଲିୟର ହେଇପାରିବ। ତାପରେ ଆସିପାରେ କ୍ୱେଶ୍ଚନ ପଚାରି ପାରେ ଭାରବାଲ। ଭାରବାଲ ମାନେ ଯିଏ କଥା ଆକାରରେ କହୁଛି। ଟିଚର ସାଧାରଣତଃ ଭାରବାଲରେ ପଚାରି ପାରେ ଯେ କେଇଟା ଗୋଟେ ଭାରବାଲ। ତେଣୁ ଶିକ୍ଷକ ସେଠି କଣ ଭେରି ଗୁଡ, ଭେରି ଭେରି ଗୁଡ ବା ଏକ୍ସେଲେଣ୍ଟ ଏମିତି ୱାର୍ଡ ଯଦି କରିବେ ସେଟା ଭାରବାଲ ମୋଟିଭେସନ ଭିତରେ ଯିବନି। ତେଣୁ ମୋଟିଭେସନ ଏଟା କ୍ଲିୟର ହେଇଗଲା। ପରବର୍ତ୍ତୀ ପ୍ରଶ୍ନ ରହିଲା କଣ କେଉଁଠି ପାରଦର୍ଶିତା ଶିକ୍ଷଣର ପ୍ରଥମ ପର୍ଯ୍ୟାୟ ହେଲା। which is the first step of mastery learning ହେଲା। mastery learning ର କୋଉଟା ପ୍ରଥମ ପର୍ଯ୍ୟାୟ। ଅପସନ ରେ କଣ ଦେଇଛି ପାରଦର୍ଶିତାର ସ୍ତର ନିରୂପଣ କରିବା, ପାରଦର୍ଶିତା ଭିତ୍ତିକ ଶିକ୍ଷାଦାନ, ପାରଦର୍ଶିତାର ସଂଜ୍ଞା ନିରୂପଣ କରିବା ନା ହଉଛି ପାରଦର୍ଶିତା ଲାଭ ନିମନ୍ତେ ଯୋଜନା କରିବା ହେଲା। ଲେବୁଲ ଅଫ ମାଷ୍ଟରୀ ଫାର୍ଷ୍ଟ ଡିଟରମାଇନ କରିବା ନା ଟିଚିଂ ଫର ମାଷ୍ଟରୀ ପାଇଁ ନା ଡିଫାଇନିଂ ମାଷ୍ଟରୀ ନା ହଉଛି ପ୍ଲାନିଂ ଫର ଆଟେନିଂ ମାଷ୍ଟରୀ ହେଲା। ପ୍ରଥମ ପର୍ଯ୍ୟାୟଟା ଆମର ଯୋଉ କଣ କହିଥାଉ ମାଷ୍ଟରୀ ଲର୍ଣ୍ଣିଂ ର ତାର ସଠିକ ଉତ୍ତର ବା ପ୍ରଥମ ପର୍ଯ୍ୟାୟ ଆମେ କଣ କହିବା ନା ଅପସନ ନମ୍ବର ସି ଯେଟା କି ପାରଦର୍ଶିତାର ସଂଜ୍ଞା ନିରୂପଣ କରିବା। ଫାର୍ଷ୍ଟ ଆମେ ଡିଫାଇନ କରିବା ଯେ ଆମେ କୋଉ ଟପିକରେ ବା କୋଉ ସବଜେକ୍ଟରେ ମାଷ୍ଟରୀ କରିବା ସେଇଟା ଫାର୍ଷ୍ଟ ହବ। ତାପରେ ଆଉ ଗୁଡାକ ଯେମିତି କି ସ୍ତର ବା ପାରଦର୍ଶିତା ଭିତ୍ତିକ ଶିକ୍ଷାଦାନ ବା ପାରଦର୍ଶିତା ଲାଭ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସେଗୁଡାକ ଆସିବ। ପ୍ରଥମେ ଆସିବ କଣ ଆମେ ସଂଜ୍ଞା ବା କୋଉ ଟପିକରେ ଆମେ ମାଷ୍ଟରୀ କରିବା ପାଇଁ ଚାହୁଁଛେ ବା କୋଉ ସବଜେକ୍ଟରେ ସେଟା ଆମେ ଡିଫାଇନ କରିବା। ପରବର୍ତ୍ତୀ ପ୍ରଶ୍ନ ହେଲା ମୂଲ୍ୟାୟନ ଦୃଷ୍ଟିକୋଣରୁ କୋଉଠି ଅନ୍ୟ ତିନୋଟି ଠାରୁ ଭିନ୍ନ। ଯେମିତି ଆମେ ଆସେସମେଣ୍ଟ ବା ଇଭାଲୁଏସନ ଯୋଉଟା ଆମେ କରିବା ପଏଣ୍ଟ ଅଫ ଭ୍ୟୁ ଅନୁସାରେ କୋଉଟା ଅଲଗା ଠାରୁ ଭିନ୍ନ ହବ। ଅପସନରେ କଣ ଦେଇଛି ରେଟିଂ ସ୍କେଲ, ପ୍ରୋଗ୍ରେସ କାର୍ଡ, ଚେକଲିଷ୍ଟ ଆଉ ପ୍ରଶ୍ନଗୁଚ୍ଛ ହେଲା। ତେଣୁ ଏହାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ଯେଟା କି ପ୍ରୋଗ୍ରେସ କାର୍ଡ। ଇଭାଲୁଏସନ କରିବା ପାଇଁ ଟୁଲ ଗୁଡାକ ଆମେ କଣ କଣ କହିଥିଲା ଫାର୍ଷ୍ଟ ରେଟିଂ ସ୍କେଲ, ଚେକଲିଷ୍ଟ, କ୍ୱେଶ୍ଚନାରୀ, ଅବଜରଭେସନ ର ଆମେ ବ୍ୟବହାର କରିଥାଉ ଗୁଡାକ ବା ଇଭାଲୁଏସନ ବ୍ୟବହାର କରିଥାଉ। ୟା ଭିତରୁ এই যে ଆମର କଣ ଚେକଲିଷ୍ଟ ଟା କହିବା। ଚେକଲିଷ୍ଟ ମାନେ ହଉଛି ଗୋଟେ ଟୁଲ ବେଳେ ବେଳେ କ୍ୱେଶ୍ଚନ ପଚାରି ପାରେ ଚେକଲିଷ୍ଟ ଆମେ କୋଉ ପ୍ରକାର ବ୍ୟବହାର କରିଥାଉ। ଚେକଲିଷ୍ଟ ହଉଛି କଣ ୟେସ୍ ଥିବ ଗୋଟେ ଅପସନ ଆଉ ଗୋଟେ କଣ ଥିବ ନା नो ଥିବ। ତେଣୁ ଗୋଟେ କ୍ୱେଶ୍ଚନ ଆପଣ କ୍ୱେଶ୍ଚନାରୀ ନେଇଥିବେ ପିଲାଙ୍କୁ ପଚାରିବେ ଯେ ତମେ ପ୍ରତିଦିନ ଗାଧୁଛ କି ନାହିଁ। ତେଣୁ ସେ ହଁ କହିବ ନା ନା କହିବ। ଯଦି ହଁ କହିଲା ୟେସ୍ ରେ ଠିକ ମରାଯିବ, ଯଦି ନ କହିଲା ନା। ତେଣୁ ଏଟା ହଉଛି ଚେକଲିଷ୍ଟ। ହଁ କି ନା ଆକାରରେ ଯଦି କହିବ ୟେସ୍ ନ ଆକାରରେ ତାହେଲେ ସେଟା ଚେକଲିଷ୍ଟ ବ୍ୟବହାର କରାଯିବ। ଯଦି କହିଥିବ କଣ ରେଟିଂ ଦେବା ପାଇଁ ଯେମିତି କି ତମେ ଧର ପିଲାର ପଚାରିବେ ଯେ ପିଲାଟି ସପ୍ତାହରେ ବା ପ୍ରତିଦିନ ସଫାସୁତୁରା ହେଇକି ଆସୁନାହିଁ, ଆପଣଙ୍କୁ ଗୋଟେ ମାର୍କ ଦେବା ପାଇଁ ପଡେ। ଯେମିତି 1 ରୁ 5 ପର୍ଯ୍ୟନ୍ତ ମାର୍କ ଦେବା ପାଇଁ ପଡେ। 5 ହଉଛି ସବୁଠୁ ଅଧିକା, 1 ହଉଛି ସର୍ବନିମ୍ନ। ତେଣୁ ତା ଭିତରେ ଆପଣ ଦେଇପାରିବେ ସେଟା ହଉଛି କଣ ରେଟିଂ ସ୍କେଲ। ତେଣୁ ଏମିତି ଲାଙ୍ଗୁଏଜ ଆକାରରେ ଦେଇପାରେ ଯେ କୋଉଥିରେ ଆମର କିଛି ନ୍ୟୁମେରିକାଲ ଭ୍ୟାଲୁ ମାନେ ହାଇଏଷ୍ଟ ଆଉ ଲୋଏଷ୍ଟ ପଏଣ୍ଟ ଥାଏ। ତେଣୁ ସେଟା ହବ କଣ ରେଟିଂ ସ୍କେଲ। ପ୍ରୋଗ୍ରେସ କାର୍ଡ ଟା ତାର କଣ ଯେତିକି ସେ କ୍ଲାସରୁମ ରେ ବା ତାର ସ୍କୁଲରେ ବର୍ଷକରେ ଯେତିକି ହେଲା ସେଟାକୁ ଶୋ କରିବା ପାଇଁ ଆମେ ପ୍ରୋଗ୍ରେସ କାର୍ଡ ବ୍ୟବହାର କରିଥାଉ। ସେଟା କୌଣସି ପ୍ରକାର ଇଭାଲୁଏସନ ରେ ଯିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ରହିଲା ପିଆଜେଙ୍କ ମତ ଅନୁଯାୟୀ ମୂର୍ତ୍ତ ସ୍ତରରେ କେଉଁ ଶିକ୍ଷାର୍ଥୀ ମାନଙ୍କର ବୈଧିକ ବିକାଶ ଘଟିଥାଏ। According to Piaget, cognitive development takes place in which group of learners at the concrete operational stage। concrete ଯୋଉ operational stage ରେ ଆମର ଯୋଉଟା କି ଆମର ମୂର୍ତ୍ତ ସ୍ତରରେ ଶିକ୍ଷାର୍ଥୀର କୋଉ ପ୍ରକାର ବୈଧିକ ବିକାଶ ଘଟିଥାଏ ଯେଟା କି cognitive development ହେଇଥାଏ। ଅପସନରେ କଣ ଦେଇଛି ପ୍ରାକ୍ ପ୍ରାଥମିକ, ପ୍ରାଥମିକ, ଉଚ୍ଚ ପ୍ରାଥମିକ ନା ଉପରୋକ୍ତ ସମସ୍ତ ହେଲା। ତେଣୁ ଯେଟା କି ଆମର କଣ କହିଥାଉ କଂକ୍ରିଟ ଅପରେସନ ସେ କୋଉ ଷ୍ଟେଜ ରେ ଥାଏ ସଠିକ ଉତ୍ତର ହବ ଅପସନ ନମ୍ବର ବି କି ପ୍ରାଥମିକ ସ୍ତରରେ। ଡାଇରେକ୍ଟ କ୍ୱେଶ୍ଚନ ଅଛି ଆପଣ ଏଜ ଅନୁସାରେ ଯଦି ବି ଦେଖିବେ ତାହେଲେ ସେ କଣ ପ୍ରାଥମିକ ସ୍ତରରେ ବା ଆମର ପ୍ରାଥମିକ ସ୍କୁଲରେ ଯୋଉ କଂକ୍ରିଟ ଅପରେସନ ଷ୍ଟେଜ ରେ ସେଠି ହିଁ ପଡିଥାଏ ହେଲା। ଯୋଉଟା କି ଆମର 2 ରୁ 7 ଭିତରେ ଯାଇଥାଏ କଂକ୍ରିଟ ଅପରେସନାଲ ଟା। ତେଣୁ ସେଥିପାଇଁ ପ୍ରଥମ ବା ପ୍ରାଇମେରୀ ପ୍ରାଥମିକ ସ୍ତରରେ ସେ ରହିଥାଏ। ପରବର୍ତ୍ତୀ ପ୍ରଶ୍ନ ହେଲା ଜଣେ ଶିକ୍ଷକ ପ୍ରଥମ ଶ୍ରେଣୀରେ ପଢାଇବା ସମୟରେ ଦୃଷ୍ଟ ଲିଖନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ସେ କେଉଁ ପ୍ରକାରର ବିକାଶକୁ ଲକ୍ଷ୍ୟ କରି ଏହା କରିଥାନ୍ତି। ଯଦି ଗୋଟେ ଟିଚର କଣ କରୁଛନ୍ତି ପ୍ରଥମ ଶ୍ରେଣୀରେ ପଢେଇଲା ବେଳେ ସେ କାହା ଉପରେ ଏମ୍ଫାସାଇଜ ନା ଭିଜୁଆଲ ରାଇଟିଂ ଯେଟା କି ଦେଖିକି ଲେଖିବାକୁ ଅଧିକ ଏମ୍ଫାସିସ କରୁଛନ୍ତି, ତାହେଲେ ସେ କୋଉ ପ୍ରକାର ଡେଭଲପମେଣ୍ଟ କୁ ତାଙ୍କର ଲକ୍ଷ୍ୟ ରହିଛି। ଅପସନ କଣ ଦେଇଛି ମାନସିକ, ସ୍ନାବିକ ବା ପାସ୍ୟ,
ତାପରେ ଅପସନ ନମ୍ବର ସି ଅଛି ବୈଦିକ ନା ଆବେଗିକ ହେଲା। ତେଣୁ ପ୍ରଥମ ଶ୍ରେଣୀ ଯେତେବେଳେ ଗୋଟେ ଟିଚର ପଢଉଛନ୍ତି ସେ ଯଦି ଦେଖିକି ଲେଖିବା ପାଇଁ କହୁଛନ୍ତି ତାହେଲେ ସେ କୋଉ ପ୍ରକାର ବିକାଶକୁ ଧ୍ୟାନ ଦେଇ ଏ କଥା କହୁଛନ୍ତି, ସଠିକ ଉତ୍ତର ହବ କଣ ନା ଅପସନ ନମ୍ବର ବି ସ୍ନାୟବିକ ବା ପାର୍ଶ୍ଵ। ଯେହେତୁ ପିଲାଟି କଣ ଦେଖିକି ଲେଖୁଛି ତେଣୁ ତା ଭିତରେ କୌଣସି କଗ୍ନିଟିଭ ଡେଭଲପମେଣ୍ଟ ଆଉ କିଛି ହବନି। ସ୍ନାୟବିକ ପାର୍ଶ୍ଵ ମାନେ କହୁଛି କଣ ପିଲାର ଯୋଉ ମୋଟର ଡେଭଲପମେଣ୍ଟ ବା ସ୍ନାୟୁ ଅନୁସାରେ ସେ କଣ କଣ ଲେଖୁଛି, ଦେଖିକି ଲେଖୁଛି, ଆଖି ସହିତ କଣ ଆଇ ସହିତ ହ୍ୟାଣ୍ଡ ର କୋର୍ଡିନେସନ କୁ ସିଏ ପ୍ରୋତ୍ସାହନ ଦଉଛନ୍ତି ବା ଡେଭଲପମେଣ୍ଟ କୁ ସେ ବିଲ୍ଡ କରୁଛନ୍ତି, ଯେଟା କି କଣ କୁହାଯାଏ ସ୍ନାୟବିକ ପେଶୀୟ ଆମର କୁହାଯାଏ। ତାପରେ ଅଛି ଗୋଟେ ସେନ୍ସରି ମୋଟର, ଆଉ ଗୋଟେ ଫାଇନ ମୋଟର। ଯଦି ନିହାତି ଛୋଟ କାମ ହଉଥିବ ଯେମିତି କି ଧର ଆଙ୍ଗୁଳିର ବ୍ୟବହାର କରିବା ହେଲା, ସେଟା ହଉଛି କଣ ଫାଇନ ମୋଟର। ଯେଟା ସେନ୍ସରି ମୋଟର ବଡ ବଡ ହାତ ଯେମିତି ପହଁରିବା, ସାଇକେଲ ଚଲେଇବା, ସେଟା ଆମର କଣ ସେନ୍ସରି ମୋଟର ଭିତରେ ଯିବ। ଫାଇନ ମୋଟର ହେଲେ ଛୋଟିଆ ଗୁଡାକ ଯେମିତି ଆଙ୍ଗୁଳିର କାମ ହଉ ସେଟା ଯିବ ଫାଇନ ମୋଟର ଭିତରେ। ପରବର୍ତ୍ତୀ ପ୍ରଶ୍ନ ହେଲା ଅନଗ୍ରସର ଶିକ୍ଷାର୍ଥୀ ମାନଙ୍କ ଠାରେ କେଉଁ ଲକ୍ଷଣଟି ଦେଖାଯାଇଥାଏ? ଯେମାନେ କଣ ହେଇଥାନ୍ତି ନା ବ୍ୟାକୱାର୍ଡ ଲର୍ନର୍ସ ମାନେ ଥାନ୍ତି, ସେମାନଙ୍କ ପାଖରେ କୋଉ ପ୍ରକାର ଗୁଣ ଗୁଡିକ ଦେଖାଯାଏ? ଅପସନ ଗୁଡା କଣ ଦେଇଛି? ବିଶ୍ଳେଷଣ ଦକ୍ଷତା ଥାଏ, ଉଦ୍ଦେଶ୍ୟ ଭିତ୍ତିକ ଆଚରଣ ଥାଏ, ସମ୍ମାନଜନକ ବୃଦ୍ଧି ନିମନ୍ତେ ଅଭିଳାଷ ଥାଏ, ନା ହଉଛି ଧାରଣା ପ୍ରକାଶର ଅକ୍ଷମତା ଥାଏ ହେଲା। ଟିକେ ଆଗରୁ କହିଥିଲି ଯେ ଆମର ବ୍ୟାକୱାର୍ଡ ଲର୍ନର୍ସ ମାନେ କଣ ଆଇକ୍ୟୁ ଲେଭେଲ ଟା ତାଙ୍କର କମ ହେଇଥିବ। ଆଇକ୍ୟୁ ଲେଭେଲ କେତେବେଳେ କମ ହେଇଥିବ ନା ତାର କଣ ହେଇଥିବ ନା ହଉଛି ସଠିକ ଉତ୍ତର କହିବାର କଣ ନା ଅପସନ ନମ୍ବର ଡି, ଯେଟା କି ଧାରଣା ପ୍ରକାଶର ଅକ୍ଷମତା ହଉଥିବ। ସେ କୌଣସି ପ୍ରକାରେ ତାର ଯୋଉ ଆଇଡିଆକୁ ଏକ୍ସପ୍ରେସ କରିପାରୁ ନଥିବ ହେଲା। ଯଦି ସେ ଏବିଲିଟି ଟୁ ଆନାଲିସିସ୍, ଯଦି ବିଶ୍ଳେଷଣ ଦକ୍ଷତା ଅଛି ତାହେଲେ ସେ କଣ ଗିଫ୍ଟେଡ ଷ୍ଟୁଡେଣ୍ଟ ହେଇପାରିବ, ନର୍ମାଲ ଷ୍ଟୁଡେଣ୍ଟ ହେଇପାରିବ। ଉଦ୍ଦେଶ୍ୟ ଭିତ୍ତିକ ଆଚରଣ ମାନେ ଅବଜେକ୍ଟ ଯେଟା କି ତାର ଉଦ୍ଦେଶ୍ୟ ଥିବ ସେ ଅନୁସାରେ ସେ ବିହେଭିୟର ଯଦି କରୁଥିବ ସେ ନର୍ମାଲ ଷ୍ଟୁଡେଣ୍ଟ ହେଇପାରିବ। ଆଉ ଯେ ସମ୍ମାନଜନକ ବୃଦ୍ଧି ନିମନ୍ତେ ଅଭିଳାଷ, ଯେହେତୁ ଏଗୁଡା ସବୁ ପଜିଟିଭ ୱାର୍ଡ ଗୁଡାକ, ଅଭିଳାଷ ହଉ, ଉଦ୍ଦେଶ୍ୟ ଭିତ୍ତିକ ଆଚରଣ ହଉ, ବିଶ୍ଳେଷଣ ଯେଟା କି ଆମର ଏ ସବୁ ପଜିଟିଭ ୱାର୍ଡ। ଆମର ଯେହେତୁ ବ୍ୟାକୱାର୍ଡ ଲର୍ନର୍ସ କହିଛି ତାହେଲେ ଏଥିରେ ଦେଖିବେ କଣ ନେଗେଟିଭ ୱାର୍ଡ, ଯେମିତି କି ଅକ୍ଷମତା ଅଛି ହେଲା। ସେମିତି ପେଡାଗୋଜିରେ ସବୁବେଳେ ନେଗେଟିଭ ୱାର୍ଡ ଗୁଡାକ ଅଛି, ଅନଲି ହଉ ସେଗୁଡାକ, ଅକ୍ଷମତା ହଉ ସେଗୁଡାକ ଟିକେ ଦେଖିବେ, ଆରାମସେ ଉତ୍ତର ପାଇଯିବେ। ପରବର୍ତ୍ତୀ ପ୍ରଶ୍ନ ହେଲା ଶିକ୍ଷାର୍ଥୀର ସାମାଜିକ ବିକାଶର ଅର୍ଥ କଣ ହେଲା। ଗୋଟେ ପିଲାଙ୍କର ସୋସିଆଲ ଡେଭଲପମେଣ୍ଟ କେତେବେଳେ ହେଇଥାଏ? ଅପସନ ରେ କଣ ଦେଇଛି? ସାମାଜିକ ବ୍ୟବହାରର ବିକାଶ ହେଲେ, ସମାଜର ବିକାଶ ହେଲେ, ନା ବ୍ୟକ୍ତିର ବିକାଶ ହେଲେ, ନା ଗୋଷ୍ଠୀର ବିକାଶ ହେଲେ। ଗୋଟେ ଶିକ୍ଷାର୍ଥୀର ସାମାଜିକ ବିକାଶର ଅର୍ଥଟା ହଉଛି କଣ? ସଠିକ ଉତ୍ତର ଅପସନ ନମ୍ବର ଏ ସମାଜର ବ୍ୟବହାର ବିକାଶ। ଯେମିତି କି ଯେ ସୋସିଆଲି କଣ ବିହେଭ କରୁଛି ସେଇଟା ଯଦି ଡେଭଲପମେଣ୍ଟ ହେଲା ତାହେଲେ ଆମେ କଣ କହିବା ପିଲାଟି ସୋସିଆଲି ତା ଭିତରେ ସୋସିଆଲ ଡେଭଲପମେଣ୍ଟ ହେଇଯାଇଛି। ଯଦି ସେ ସୋସିଆଲି ଯେମିତି କାହାକୁ କେମିତି ବ୍ୟବହାର କରାଯାଏ, କେମିତି ଚଳାଯାଏ ସେଟା ଯଦି ଶିଖିଗଲା, ନିଜ ପିୟର୍ସ ଗ୍ରୁପ ହଉ ବା ଆମ ଟିଚର ବା ପ୍ୟାରେଣ୍ଟସ ମାନଙ୍କ ସହିତ କେମିତି ବିହେଭ କରାଯାଏ ତେଣୁ ଯଦି ଶିଖିଗଲା ତାମାନେ କଣ କହିବା ଆମେ ତାକୁ ନା ସାମାଜିକ ବିକାଶ ହଉଛି। ଗୋଷ୍ଠୀ ବିକାଶ ହେଲେ ଯେ ହେଇଗଲା ଆମର ଶାରୀରିକ ଯୋଉ ସାମାଜିକ ବିକାଶ କହିହବନି, ବ୍ୟକ୍ତିର ବିକାଶ ନିଜର ବିକାଶ ହେଲେ କହିହବନି ହେଲା। ସମାଜର ବିକାଶ ହେଲେ କିଛି ନାହିଁ, ନିଜର ବିହେଭିୟର ଯଦି ବିକାଶ ହଉଛି ତାହେଲେ ସିଏ ସୋସିଆଲି ଡେଭଲପମେଣ୍ଟ ହେଇପାରୁଛି। ପରବର୍ତ୍ତୀ ପ୍ରଶ୍ନ ହେଲା ପାଠ୍ୟଦାନର ଆରମ୍ଭରେ କେତେକ ପ୍ରଶ୍ନ ପଚରା ଯାଇଥାଏ, ଏହା ଶିକ୍ଷଣର କୋଉ ନିୟମ ଉପରେ ପର୍ଯ୍ୟବେସିତ? ଯେତେବେଳେ କ୍ଲାସରୁମ ଟିଚିଂ ଆମର ଆରମ୍ଭ ହୋଇଥାଏ ଶିକ୍ଷକ କିଛି ପ୍ରଶ୍ନ ପଚାରିଥାନ୍ତି, ସେଟା ଆମର ଯୋଉ ଥର୍ଣ୍ଣାଇକ ଦେଇଥିଲେ ତାଙ୍କର କେତେ କୋଉ ନିୟମ ଉପରେ ପର୍ଯ୍ୟବେସିତ ଅଛି ହେଲା। ତେଣୁ ଅପସନ କଣ ଦେଇଛି? ଫଳାଫଳ ନିୟମ ଉପରେ, ଅଭ୍ୟାସ ନିୟମ ଉପରେ, ପ୍ରସ୍ତୁତି ନିୟମ ଉପରେ, ନା ଉପଯୋଗ ନିୟମ ଉପରେ। ଥର୍ଣ୍ଣାଇକ ଦେଇଥିଲେ ତିନିଟା ନିୟମ, ଯେମିତି ଲ ଅଫ ଇଫେକ୍ଟ, ଆଉ ପ୍ରାକ୍ଟିସ, ଆଉ ରେଡିନେସ ହେଲା। ତେଣୁ ୟା ଭିତରୁ କୋଉଟା ହବ ଯେ ଆମେ ପ୍ରଥମେ ଯୋଉ କ୍ଲାସରୁମକୁ ପହଞ୍ଚି କିଛି କ୍ୱେଶ୍ଚନ ପଚାରୁଛୁ, ସଠିକ ଉତ୍ତର ହବ ଅପସନ ନମ୍ବର ସି, ଯେଟା କଣ ପ୍ରସ୍ତୁତି ନିୟମ। ସେଟା କଣ କରାଯାଏ? ପିଲାଙ୍କୁ ପାଠ ଭିତରକୁ ନେବେ, ତାଙ୍କୁ ପ୍ରସ୍ତୁତ କରାଯାଏ ବା ତାଙ୍କର ଆଟେନସନ ନବା ପାଇଁ ଆମେ କିଛି ପ୍ରଶ୍ନ ପୂର୍ବ ଟପିକ ର ପ୍ରଶ୍ନ ହଉ ବା ସେଇ ଟପିକ ରିଲେଟେଡ କିଛି ପାଠକୁ ପଶିବା ପୂର୍ବରୁ କବିତା ହଉ ବା କିଛି ଏମିତି ନଲେଜ ପାଇଁ କିଛି ପ୍ରଶ୍ନ ପଚାରିତ ସେଟା ପ୍ରସ୍ତୁତି ନିୟମ ବା ରେଡିନେସ ଭିତରେ ଯିବ ହେଲା। ଏଟା ହଉଛି ତାଙ୍କର ଲ ଗୁଡାକ, ୟାର ସବ ଲ ବି ଅଛି, ୟା ଛଡା ଆଉ କିଛି ଲ ଗୁଡାକ ଦେଖିଲେ ସେଟା ସବ ଲ ଭିତରେ, ଲ ଅଫ ୟୁଜ, ଲ ଅଫ ଡିସୟୁଜ ହେଲା, ଏଗୁଡା ସବୁ ରହିଛି, ଏଟା ଦେଖିଦେଇଥିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା ତିନିଟା ପଏଣ୍ଟ ଦେଇଛି, କୋଉଟା ଠିକ କୋଉଟା ଭୁଲ କହିବା ପାଇଁ ପଡିବ। ଫାର୍ଷ୍ଟ ପଏଣ୍ଟ ଅଛି ସମସ୍ତ ସକାରାତ୍ମକ ଆବେଗ ଗୁଡିକ ସର୍ବଦା ଭଲ, ଯେଟା କି ପଜିଟିଭ ଇମୋସନ ସବୁବେଳେ ଭଲ ହେଇଥାଏ। ଦ୍ୱିତୀୟରେ ଦେଇଛି କଣ? ସମସ୍ତ ନକାରାତ୍ମକ ଆବେଗ ଗୁଡିକ ସର୍ବଦା ମନ୍ଦ, ଯେମିତି କି ନେଗେଟିଭ ଇମୋସନ ଟା ସବୁବେଳେ ଖରାପ। ତେଣୁ ୟା ଭିତରୁ କୋଉଟା ଠିକ ହବ? ସଠିକ ଉତ୍ତର ହଉଛି ଅପସନ ନମ୍ବର ଡି, ଏଟା କଣ ଉଭୟ ଆଇ ଏବଂ ଟୁଆଇ ଭୁଲ। ଯେଟା କି ସବୁବେଳେ ଯୋଉ ପଜିଟିଭ ଆମର ସକାରାତ୍ମକ ଆବେଗ, ଯେ ପଜିଟିଭ ଇମୋସନ ଟା ସବୁବେଳେ ଭଲ ସେମିତି କିଛି ନାହିଁ। ଯେତେବେଳେ ଶିକ୍ଷାର୍ଥୀ ମାନଙ୍କୁ ସବୁବେଳେ କଣ କରିବା ଆମେ ପଜିଟିଭ ଇମୋସନ ଦବା, ପିଲାର ଆବେଗର କୌଣସି ଚେଞ୍ଜ ହବନି, ସେ କୋଉଟା ଭୁଲ କୋଉଟା ଠିକ ଜାଣିପାରିବନି ଯଦି ଆମେ ସେ ଯାହା ବି କଲେ ଆମେ ତାକୁ କଣ ପଜିଟିଭ ୱେରେ ନଉଥିବା ଇମୋସନକୁ ହେଲା। ତେଣୁ ସେଟା ଠିକ ହବନି। ସେକେଣ୍ଡ ଟା କଣ କଣ ଦେଲା ଯେ ସମସ୍ତ ନକାରାତ୍ମକ ଆବେଗ ଗୁଡିକ ସର୍ବଦା ମନ୍ଦ, ସେଟା ବି କହିହବନି। ବେଳେ ବେଳେ ପିଲାମାନେ ଦୁଷ୍ଟାମି କଲେ ବା ଯେତେବେଳେ ତାଙ୍କୁ କଣ କରିବା ନେଗେଟିଭ ଇମୋସନ ଦେଖିବା କଥା, ସେତେବେଳେ ଯଦି ନ ଦେଖାଉଛେ ସେଟା ବି ଭୁଲ ହବ। ତେଣୁ କହିହବନି ଯେ ନକାରାତ୍ମକ ସବୁବେଳେ ମନ୍ଦ, ସକାରାତ୍ମକ ସବୁବେଳେ ଭଲ ହେଲା। ତେଣୁ ଏଟା ମିକ୍ସ ଉପରେ ମାନେ ସିଚୁଏସନ ଉପରେ ଡିପେଣ୍ଡ କରେ ଯେ କୋଉ ପ୍ରକାର ଆବେଗକୁ କେତେବେଳେ ପ୍ରକାଶ କରିବା ଦରକାର।
ପରବର୍ତ୍ତୀ ପ୍ରଶ୍ନ ରହିଲା କେଉଁ ଭେନ୍ ଚିତ୍ରଟି ଜ୍ଞାନ ବୋଧ ଆଉ ପ୍ରୟୋଗ যেটা କି ଆମର କଣ କହିଥାଉ ନା ନଲେଜ ଅଣ୍ଡରଷ୍ଟାଣ୍ଡିଂ ଆଉ ଆପ୍ଲିକେସନ କୁ ଶୋ କରୁଛି ହେଲା। ତେଣୁ ଭେନ୍ ଡାଇଗ୍ରାମ ଗୁଡାକ ଦେଇଛି ଯେ କାହା ଭିତରେ କୋଉ ଗୁଡାକ ରହିବ। ତେଣୁ ଏହାର ସଠିକ ଉତ୍ତରଟା କଣ ହବ? ଅପସନ ନମ୍ବର ଏ ଫାଷ୍ଟ ହବ ନଲେଜ, ତା ଭିତରେ ନଲେଜ ଉପରକୁ ଆସିବ କଣ ଆମର ଅଣ୍ଡରଷ୍ଟାଣ୍ଡିଂ, ତାପରେ ହଉଛି ଆପ୍ଲିକେସନ ହେଲା। ଆପ୍ଲିକେସନ ଭିତରେ ଆମେ ଯେତେବେଳେ ଗୋଟେ ପିଲାଟି ଆପ୍ଲିକେସନ ବେସ୍ଡ କ୍ୱେଶ୍ଚନ ଗୋଟେ କରିଦଉଛି ମାନେ ସିଏ ତା ଭିତରେ ଯୋଉ ଅଣ୍ଡରଷ୍ଟାଣ୍ଡିଂ ଲେଭେଲ ବି ପାର କରି ଆସିଛି, ତା ଭିତରେ ବି ଆମର କଣ ନଲେଜ ବେସ୍ଡ କ୍ୱେଶ୍ଚନ ବି ସେ ପାର କରି ଆସିଛି। ତାପରେ ସେ କଣ କରିବ, ଗୋଟେ ପିଲା ଯଦି ଆମର ଆପ୍ଲିକେସନ ବେସ୍ଡ କ୍ୱେଶ୍ଚନ କରିପାରୁଛି ତାହେଲେ ସେ ଅଣ୍ଡରଷ୍ଟାଣ୍ଡିଂ ବେସ୍ଡ କ୍ୱେଶ୍ଚନ ବି କରିପାରିବ, ଯୋଉଟା କି ସେକେଣ୍ଡ ଷ୍ଟେଜରେ ରହିଥିଲା ଏଇଟା। ଆଉ ପ୍ଲସ ସେ ନଲେଜ ବେସ୍ଡ କ୍ୱେଶ୍ଚନ ବି କରିପାରୁଛି। ତେଣୁ ଆମର ଆପ୍ଲିକେସନ ବେସ୍ଡ ଭିତରେ ଉଭୟ ଆମର ଅଣ୍ଡରଷ୍ଟାଣ୍ଡିଂ ଆଉ ନଲେଜ ବା ଆମର ଜ୍ଞାନ ଆଉ ବୋଧ ପ୍ରୟୋଗ ଭିତରେ ହିଁ ଯିବ। ପରବର୍ତ୍ତୀ ପ୍ରଶ୍ନ ହେଲା ଶିକ୍ଷଣର ପ୍ରାରମ୍ଭିକ ସ୍ତରରେ ଶିକ୍ଷାର୍ଥୀର ଜ୍ଞାନାତ୍ମକ ବିକାଶ ନିମନ୍ତେ କୋଉଠି ଉପଯୁକ୍ତ ନୁହେଁ? which is not appropriate for cognitive development of the learners at the initial stage. Initial stage ରେ କୋଉଟା cognitive development ହବ ନାହିଁ ପ୍ରାଇମେରୀ ଷ୍ଟେଜ ରେ ବା ଇନିସିଆଲ ଷ୍ଟେଜ ରେ। ଅପସନ ରେ କଣ ଦେଲା? ବ୍ୟାଖ୍ୟାକରଣ କରିବା, ବର୍ଗୀକରଣ କରିବା, ପୃଥକୀକରଣ କରିବା ନା ଶୂନ ସମ୍ବନ୍ଧୀୟ ତର୍କ କରିବା ହେଲା। ଏକ୍ସପ୍ଲେନ କରିପାରୁଛି ପିଲା ଗୋଟେ ନା କ୍ଲାସିଫିକେସନ କରିପାରୁଛି ନା ଡିଫରେନ୍ସିଏସନ କରିପାରୁଛି ନା ସ୍ପାସିଆଲ ରିଜନିଂ କରିପାରୁଛି। ଇନିସିଆଲ ଷ୍ଟେଜ ର କୋଉଟାକୁ ଆମେ କଗ୍ନିଟିଭ ଡେଭଲପମେଣ୍ଟ ଭିତରେ ନବା ନାହିଁ, ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଡି, ଯେଟା କି କଣ ଅଛି ଆମର ସ୍ପାସିଆଲ ରିଜନିଂ ବା ଶୂନ ସମ୍ବନ୍ଧୀୟ ତର୍କ। ସେଟା କେବେ ଆମେ ଇନିସିଆଲ ଷ୍ଟେଜ ବା ପ୍ରାଇମେରୀ ଷ୍ଟେଜ ରେ କହିବାନି। ଯଦି ସେ ଏକ୍ସପ୍ଲାନେସନ ବା ବ୍ୟାଖ୍ୟାକରଣ କରିପାରୁଛି ତାହେଲେ ଠିକ ଅଛି, ବର୍ଗୀକରଣ ବି କରିପାରୁଛି ଯଦି ଠିକ ଅଛି, ପୃଥକୀକରଣ କରିପାରୁଛି, କିନ୍ତୁ ଶୂନ ସମ୍ବନ୍ଧୀୟ ତର୍କଟା କେବେ ପ୍ରାଇମେରୀ ଷ୍ଟେଜରେ ଆସିନଥାଏ। ସେଟା ଉପର ପ୍ରାଇମେରୀ ଷ୍ଟେଜରେ ଶୂନ ସମ୍ବନ୍ଧୀୟ ଯୋଉ ତର୍କଟା ବା ସ୍ପାସିଆଲ ରିଜନିଂଟା ତା ଭିତରେ ଡେଭଲପ ହେଇଥାଏ, ଯେଟା କି ଆମର ଫର୍ମାଲ ଅପରେସନରେ ଆସିଥାଏ। ପରବର୍ତ୍ତୀ ପ୍ରଶ୍ନ ରହିଲା ଦୃଷ୍ଟି ଦୋଷ ଯୁକ୍ତ ଶିକ୍ଷାର୍ଥୀ କେଉଁ ସ୍ୱତନ୍ତ୍ର ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହବ? ଯୋଉ ଆମ CWSM ଦ୍ୱାରା ଆମର ଯୋଉ ଦିଆଯାଇଥିଲା ଗୋଷ୍ଠୀ ଗୁଡାକ ଆମର ଗ୍ରୁପ ଗୁଡାକ ଡିଜେବିଲିଟି ଗ୍ରୁପ ଭିତରେ କାହା ଭିତରେ ଆସିବ? ଅପସନ କଣ ହେଇଛି? ମାନସିକ ଅସୁବିଧାଗ୍ରସ୍ତ, ଆର୍ଥିକ ଅସୁବିଧାଗ୍ରସ୍ତ, ସାମାଜିକ ଅସୁବିଧାଗ୍ରସ୍ତ ନା କୌଣସିଟି ନୁହେଁ ହେଲା। ତେଣୁ ଦୃଷ୍ଟିବାଧିତ ମାନେ କୋଉ ଭିତରେ ଯିବ? ସଠିକ ଉତ୍ତର ଅପସନ ନମ୍ବର ଡି, ଯେ କୌଣସିଟି ନୁହେଁ। ସେ ଦୃଷ୍ଟିବାଧିତ ମାନେ ସେ ମାନସିକତା ଭିତରେ ଯିବନି, ଆର୍ଥିକ ଭିତରେ ବି ଯିବନି, ସାମାଜିକ ଅସୁବିଧା ଭିତରେ ବି ଯିବନି। ତେଣୁ ପରବର୍ତ୍ତୀ ପ୍ରଶ୍ନ ରହିଲା କୋଉଠି ଶିକ୍ଷଣର ଅନ୍ତର୍ଦୃଷ୍ଟି ତତ୍ଵର ଉପାଦାନ ଅଟେ ହେଲା। ୟା ଭିତରୁ ଅନ୍ତର୍ଦୃଷ୍ଟି ଆମ ଇନସାଇଟଫୁଲ ଲର୍ଣ୍ଣିଂ ଭିତରୁ କୋଉ କ୍ୟାରେକ୍ଟରଟା ରହିବ ବା ଫ୍ୟାକ୍ଟରଟା ରହିବ? ଅପସନରେ କଣ ଦେଇଛି? ଅନ୍ତର୍ଦୃଷ୍ଟି ଦ୍ୱାରା ସମାହିତ ସମସ୍ୟା ଅଧିକ ଦିନ ରହେ ହେଲା। ପ୍ରଯତ୍ନ ପ୍ରମାଦ ତତ୍ଵ ଅପେକ୍ଷା ଅନ୍ତର୍ଦୃଷ୍ଟି ତତ୍ଵ ଅଧିକ ଫଳପ୍ରଦ ହେଇଥାଏ। ଅନ୍ତର୍ଦୃଷ୍ଟି ସମସ୍ୟା ସହାୟକ ଅଟେ ଆଉ ଉପରୋକ୍ତ ସମସ୍ତ ହେଲା। କଣ କହିଲେ? ଯେ ଆମେ ପ୍ରୋବ୍ଲେମ ଯୋଉ ସଲ୍ଭ କରୁଛୁ ବାଇ ଇନସାଇଟଫୁଲ ଲର୍ଣ୍ଣିଂ ସେଟା ବହୁତ ଦିନ ପର୍ଯ୍ୟନ୍ତ ବା ଲଙ୍ଗ ପିରିୟଡ ପାଇଁ ରହିଥାଏ। ଇନସାଇଟଫୁଲ ଲର୍ଣ୍ଣିଂ ଇଜ ମୋର ଇଫେକ୍ଟିଭ ଦେନ ଟ୍ରାଏଲ ଆଣ୍ଡ ଏରର ମେଥଡ, ମାନେ ଟ୍ରାଏଲ ଆଣ୍ଡ ଏରର ମେଥଡ ଅପେକ୍ଷା ଇଏ ଅଧିକ ଉପଯୋଗୀ ହେଇଥାଏ। ଇନସାଇଟଫୁଲ ଲର୍ଣ୍ଣିଂ ଇଜ ୟୁଜଫୁଲ ପ୍ରୋବ୍ଲେମ ସଲଭିଂ, ପ୍ରୋବ୍ଲେମ ସଲଭିଂ ବା ସମସ୍ୟା ପାଇଁ ୟାକୁ ବ୍ୟବହାର କରିଥାଉ। ଆଉ ଡି ଦେଲା ଅଲ ଅଫ ଦ ଏବଭ। ତେଣୁ ୟାର ସଠିକ ଉତ୍ତର କଣ ହବ? ଅପସନ ନମ୍ବର ଡି ଉପରୋକ୍ତ ସମସ୍ତ। ଇନସାଇଟଫୁଲ ଲର୍ଣ୍ଣିଂ ଦ୍ୱାରା ଏଇ ତିନିଟା ଆମର ତାର ତତ୍ଵ ବା ଆମର ଫ୍ୟାକ୍ଟର ଗୁଡାକ ରହିବ। ତେଣୁ ବେଳେ ବେଳେ ୟାର ଉଲ୍ଟା ବି କ୍ୱେଶ୍ଚନ ପଚାରି ପାରେ ଯେ କେଉଁ ତତ୍ଵ ଆମର ମାନେ କୋଉ ତତ୍ଵଟା ପ୍ରଯତ୍ନ ପ୍ରମାଦ ତତ୍ଵ ଅପେକ୍ଷା ଅଧିକ ଫଳପ୍ରଦ ହେଇପାରେ? ତେଣୁ ଯଦି ପ୍ରଯତ୍ନ ପ୍ରମାଦ ସେଠି ଦେଇଥିବ ତାହେଲେ ଏଟା ହେଇପାରିବ ଯେ ପ୍ରଯତ୍ନ ପ୍ରମାଦ ଅପେକ୍ଷା ଅନ୍ତର୍ଦୃଷ୍ଟି ତତ୍ଵ ଅଧିକ ଫଳପ୍ରଦ ହେଇଥାଏ ହେଲା। ଯେହେତୁ ଏଟା ପ୍ରୋବ୍ଲେମ ସଲଭିଂ ଉପରେ ବେସ୍ଡ କରିଥାଏ, ତେଣୁ ଏଟା ହେଇପାରିବ। ପରବର୍ତ୍ତୀ ପ୍ରଶ୍ନ ରହିଲା ସେଇ ଆଇକ୍ୟୁ ଫର୍ମୁଲା ଉପରେ। ଗୋଟେ ଦେଇଛି କଣ? ଗୋଟିଏ ଶ୍ରେଣୀରେ ପଢୁଥିବା 20 ଜଣ ପିଲାଙ୍କର ମଧ୍ୟମାନ ବୟସ 12 ବର୍ଷ। ସେମାନଙ୍କ ମଧ୍ୟରେ 10 ବର୍ଷ ଗୋଟିଏ ପିଲା ଶ୍ରେଣୀ ଛାଡି ଚାଲିଗଲା ଓ ଗୋଟିଏ ନୂଆ ପିଲା ନାମ ଲେଖାଇଲା। ବର୍ତ୍ତମାନ ସେମାନଙ୍କର ମାଧ୍ୟମାନ ବୟସ ହଉଛି 12.2। ହେଲେ ନୂଆ ପିଲାଟିର ବୟସ କେତେ? ଏଟା ସେଇ ଏଭରେଜ ବା ଆମର ମଧ୍ୟମ ଯୋଉ ଅଛି ସେଇଥିରେ ଫର୍ମୁଲା ପକେଇକି ବାହାର କରିବା। ମିନ୍ ଏଜ ଦେଇଛି 20 ଆଉ 20ଟା ପିଲାର ଏଜ ଦେଇଛି କେତେ? 12। ତେଣୁ 20 into 12 କରିଦେବେ 240 ହେଇଯିବ। ତେଣୁ ଗୋଟେ ପିଲା ପଳେଇଛି, ଯାହା ଦ୍ୱାରା କି ଆମର କଣ ହେଇଛି? ସେମାନଙ୍କ ମଧ୍ୟମାନ ବୟସ 12.2 ହେଇଛି। ତେଣୁ 20 ଜଣ ପିଲା 12 ଜଣ 12.2 ହେଇଛି। ତେଣୁ 20 into 12.2 ତାପରେ ମାଇନସ କରି ସଲ୍ଭ କରିଦେଲେ ବାହାରିବ କେତେ? ଅପସନ ନମ୍ବର ବି, ଯେଟା କି 14 ହେଲା। ବୁଝିପାରିଲେ? ଫାଷ୍ଟ 20 ଜଣ ପିଲା 12 ହଉଥିଲେ, 20 into 12 ଯାହା ହଉଥିଲା, ତାପରେ ଗୋଟେ ପିଲା ପଳେଇଗଲା, ତେଣୁ 19 ଜଣ ରହିଲେ। ତେଣୁ 19 ଜଣ ଇଣ୍ଟୁ କେତେ ଆମର ଏବେ ଅଛି 12.2, ଏଟା ମଲ୍ଟିପ୍ଲାଇ କରି ମାଇନସ କରିଦେବେ, ତେଣୁ ରେଜଲ୍ଟ ବାହାରିବ 14 ହେଲା। ସୁବିଧା କ୍ୱେଶ୍ଚନ। ସେ ମିନ୍ ର ଫର୍ମୁଲା ଟିକେ ମନେ ରଖିଥାଏ। ମିନ୍ ମିଡିଆନ ମୋଡ ଯୋଉ ଥିଲା, ମୋଡ ଇଜ ଇକ୍ୱାଲ ଟୁ 3 ଇଣ୍ଟୁ ମିଡିଆନ ମାଇନସ ଆମର 2 ମିନ୍ ହେଲା। ଏଇଟା ମନେ ରଖିଥିବେ, ଏଇ ଫର୍ମୁଲାରୁ ପକେଇ ପାରେ ପ୍ରୋବ୍ଲେମ ଟା ହେଲା। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁ ଉକ୍ତିଟି ମୂଲ୍ୟାୟନକୁ ସୂଚଉଛି ହେଲା। କୋଉ ଷ୍ଟେଟମେଣ୍ଟ ଆମର ଯୋଉ ଇଭାଲୁଏସନ କରାଇଥାଏ ତାକୁ ଠିକ ଭାବରେ ସୂଚଉଛି। ଅପସନ କଣ ଦେଇଛି? ପିଲାଟି 94.5% ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛି, ସେଟାକୁ ଆମେ ମୂଲ୍ୟାୟନ କହିବା। ନା ଘରଟିର କ୍ଷେତ୍ରଫଳ 1200 ବର୍ଗ ଫୁଟ, ଏଟାକୁ କହିବା। ନା କାରଟିର ଘଣ୍ଟା ପ୍ରତି 80 କିଲୋମିଟର ବେଗରେ ଗତି କରୁଛି, ଏଟାକୁ ମୂଲ୍ୟାୟନ କହିବା। ନା 100 ମିଟର ଦୌଡକୁ ବିନୟ 12 ସେକେଣ୍ଡରେ ଅତିକ୍ରମ କରୁଛି। ୟା ଭିତରୁ କୋଉଟାକୁ ଆମେ ମୂଲ୍ୟାୟନ
आमे सूचौची बोली कहबा सठी उत्तर हबो कोन ऑप्शन नंबर ए जेटा कि पिलाटी 94.5 नंबर रखी प्रथम स्थान अधिकार करछि सेटा कोन कहजिवो ना मूल्यांकन बोली कहजिवो। परवर्ती एटा सुविधा क्वेश्चन थिला परवर्ती क्वेश्चन अछि सभारे जणे श्रोता ताली मारिले अन्य माने ताली मारिबा या केउ प्रकार अनुकरण रो उदाहरण ना जो इमिटेशन बा अनुकरण कहिताओ सेटा बहुत गुडा कहछि जेमति ज्ञात अनुकरण हो सहानुभूति अनुकरण हो क्रियात्मक अनुकरण हो या भितर कोनटा हबो सेमति ऑप्शन रा देछि सहानुभूति अनुकरण अज्ञात अनुकरण ज्ञात अनुकरण क्रियात्मक अनुकरण। ତେଣୁ ସଭାରେ ଯେ ଶ୍ରୋତା ଜଣେ ତାଳି ମାରୁଛି ଅନ୍ୟମାନେ ତାଳି ମାରୁଛନ୍ତି ଏଟା କୋଉ ପ୍ରକାର ଅନୁକରଣ ହବ ସଠିକ ଉତ୍ତର ଅପସନ ନମ୍ବର ବି ଅଜ୍ଞାତ ଅନୁକରଣ। ଅଜ୍ଞାତ ଆଉ ଜ୍ଞାତ ଭିତରେ ହଉଛି କଣ ଗୋଟେ ଜିନିଷ ମାନେ ଜଣଙ୍କର ଦେଖି ଲୋକଟା ଦେଖିଲା କଣ ଯେ ଜାଣିକି ଯଦି ଅନୁକରଣ କରୁଛି ସେ କାନ୍ଦିଲା ତେଣୁ ଆପଣ କଣ କରୁଛନ୍ତି କାନ୍ଦୁଛନ୍ତି ତାହେଲେ ସେଟା କଣ ସହାନୁଭୂତି ଅନୁକରଣ ବା ସହାନୁଭୂତି ଦେଖିବା ପାଇଁ ସିମ୍ପାଥି ଦେଖିବା ପାଇଁ କାନ୍ଦୁଛନ୍ତି ସହାନୁଭୂତି ଭିତରେ ଯୋଉ ଅଜ୍ଞାତ ଅନୁକରଣ ଆପଣ କିଛି ଜାଣିନାହାନ୍ତି ଆପଣ ଶ୍ରୋତା ଯୋଉ ଧର ଜଣେ ବକ୍ତା କଥା କହୁଛି ଆପଣ ଛିଡାଇଛନ୍ତି 100 ଜଣ ଲୋକ ତା ଭିତରେ ଜଣେ ବୁଝିକିନା ତାଳି ମାରିଲା ଆଉ ଅଲଗା ଲୋକମାନେ 100 ଜଣ ତ ବୁଝି ନଥିବେ ସେମାନେ ଇଏ ଜଣେ ତାଳି ମାରିବା ଯୋଗୁ ଅନ୍ୟମାନେ କିଛି ନ ବୁଝି ମଧ୍ୟ ତାଳି ମାରିଦେଲେ ସେଟା କଣ କୁହାଯାଏ ଅଜ୍ଞାତ ଅନୁକରଣ। ଆଉ ଗୋଟେ କଥା ହଉଛି ଯଦି ଜ୍ଞାତ ଜାଣିକିନା ଜଣେ ତାଳି ମାରେ ଯଦି ପ୍ରଥମ ଲୋକଟା ଜଣେ ବୁଝି ନେଲା ତାପରେ ତାଳି ମାରିଲା ସେଟା କଣ କୁହାଯାଏ ଜ୍ଞାତ ଅନୁକରଣ। କ୍ରିୟାତ୍ମକ ଅନୁକରଣ ହଉଛି କଣ ଯଦି ଗୋଟେ ସେଲିବ୍ରିଟି ବା ଗୋଟେ ବ୍ୟାଟ୍ସମ୍ୟାନ ଯଦି ସେଞ୍ଚୁରୀ ମାରିଲା ପରେ ବ୍ୟାଟ୍ ଉଠେଇଲା ବା ହାତ ଉପରକୁ ଉଠେଇଲା ସେଥିରେ ଅଡିଏନ୍ସ ମାନେ ଦେଖିଥିବେ କଣ ସିଏ ଯେମିତି କାମ କରିବ ହାତ ଉଠେଇବ ସେମିତି ଅଡିଏନ୍ସ ମାନେ ବି ସେଇ ଅନୁସାରେ କଣ କ୍ରିୟା କରିବେ ବା ହାତ ଉଠେଇବେ ହେଲା ତେଣୁ ସେଟା କଣ କୁହାଯାଏ କ୍ରିୟାତ୍ମକ ଅନୁକରଣ। ଆଉ ସାଧାରଣତଃ ଛୋଟ ପିଲାମାନେ କଣ ଅଜ୍ଞାତ ଅନୁକରଣ କରିଥାନ୍ତି ଯେମିତି କି ତାଙ୍କ ଜେଜେବାପା ଜେଜେମା ଯଦି ବାପା ବା ଅଫିସ ଯଦି ଯାଉଥିବେ ସେମାନେ ସେମିତି ଘରେ ଯଦି ଛୋଟ ବ୍ୟାଗ୍ ଥିବ ସେମାନେ ନେଇକି ଅଫିସ ଯାଉଥିବେ ସେଟା ଅଜ୍ଞାତ ଅନୁକରଣ ଭିତରେ ଯିବ। ପରବର୍ତ୍ତୀ ପ୍ରଶ୍ନ ହେଲା କେଉଁଠି ଶିକ୍ଷଣ ବକ୍ରରେ ସମତଳ କ୍ଷେତ୍ରରେ ଦେଖାଯିବାର କାରଣ ନୁହେଁ ଯେଟା କି ଆମର କଣ ଯୋଉ ଲର୍ଣ୍ଣିଂ ପ୍ଲେଟୁଜ ରହିଛି ତା ଭିତରେ ତଳେ ରହିବାର କାରଣ ନୁହେଁ which is not the reason for plateau in learning। ଅପସନ କଣ ଦେଇଛି ପାଠ୍ୟ ପୁସ୍ତକର କ୍ଲିଷ୍ଟତା ଶିକ୍ଷଣ ପାଇଁ ଅଧିକ ସମୟ ବ୍ୟୟ ବିଶ୍ରାମର ଅଭାବ ଯୋଗୁ ନା ଅସଫଳ ଶିକ୍ଷଣ ପଦ୍ଧତି ହେଲା ଯୋଉ ଆମର ପ୍ଲାଟୁ ଯୋଉ ଲର୍ଣ୍ଣିଂ ର ସେଟା ଗୋଟେ ପ୍ଲାଟୁ ହେଇଯିବାର ବକ୍ର ହେଇଯିବାର କାରଣ କୋଉଟା ନୁହେଁ ହେଲା ସଠିକ ଉତ୍ତର କଣ ହବ ଅପସନ ନମ୍ବର ଡି ଅସଫଳ ଶିକ୍ଷଣ ପଦ୍ଧତି ହେଲା ଏଟା ଗୋଟେ କାରଣ ନୁହେଁ ଯେମିତି ଅଲଗା ହେଇପାରେ କଣ ପାଠ୍ୟବସ୍ତୁର କ୍ଲିଷ୍ଟତା ଯେମିତି କଣ୍ଟେଣ୍ଟ ଡିଫିକଲ୍ଟ ଯଦି ଥିବ ସେଥିପାଇଁ ହେଇପାରେ ୟୁଟିଲାଇଜେସନ ଅଫ ମୋର ଟାଇମ ଫର ଲର୍ଣ୍ଣିଂ ଏଟା ବି ହେଇପାରେ ଲେକ୍ ଅଫ ରେଷ୍ଟ ବି ହେଇପାରେ କିନ୍ତୁ ଇଫେକ୍ଟିଭ ଲର୍ଣ୍ଣିଂ ମେଥଡ ଯେଟା କି ଅସଫଳ ଶିକ୍ଷଣ ପଦ୍ଧତି ଏଇଟା ଗୋଟେ ଆମର ଯୋଉ ଶିକ୍ଷଣଟା ସମତଳ କ୍ଷେତ୍ରରେ ତଳେ ଦେଖାଯିବାର କାରଣ ନୁହେଁ। ପରବର୍ତ୍ତୀ ପ୍ରଶ୍ନ ହେଲା ଶିକ୍ଷାର ଏକ ଟି ପ୍ରାନ୍ତୀୟ ପ୍ରକ୍ରିୟା ଏହି ପ୍ରାନ୍ତ ତିନୋଟି କଣ ଆମେ କହିଥାଉ ଯେ ଟିଚିଂଟା ହଉଛି ଆମର କଣ ଏଜୁକେସନଟା ହଉଛି କଣ ଟ୍ରାଇପୋଲାର ପ୍ରୋସେସ ବୋଲି କୁହାଯାଏ ତ ତିନିଟା ଆମର ଯୋଉ ପଲ ରହିଲା ଏଟା କଣ କଣ ଶିକ୍ଷାର୍ଥୀ ଶିକ୍ଷକ ସମାଜ ଶିକ୍ଷାର୍ଥୀ ଶିକ୍ଷକ ବିଦ୍ୟାଳୟ ଶିକ୍ଷାର୍ଥୀ ଶିକ୍ଷକ ପୁସ୍ତକ ନା ଶିକ୍ଷାର୍ଥୀ ସମାଜ ଆଉ ବିଦ୍ୟାଳୟ ହେଲା ତେଣୁ ଏହାର ସଠିକ ଉତ୍ତର କଣ ହବ ଅପସନ ନମ୍ବର ଏ ଯାଇ କଣ ଅଛି ଶିକ୍ଷାର୍ଥୀ ଶିକ୍ଷକ ଆଉ ସମାଜ ହେଲା ସେଇଥିରେ ତିନିଟା ପଲ ତ୍ରିପ୍ରାନ୍ତୀୟ କ୍ରିୟା ଭଳି କହିଥାଉ ଗୋଟେ ହଉଛି ଶିକ୍ଷାର୍ଥୀ ଗୋଟେ ହଉଛି ଶିକ୍ଷକ ଆଉ ଗୋଟେ ହଉଛି ସମାଜ ଏ ତିନିଟାକୁ ନେଇ ଆମେ କଣ ଏଜୁକେସନ ସିଷ୍ଟମଟା ତିଆରି ହେଇଥାଏ। ପରବର୍ତ୍ତୀ ପ୍ରଶ୍ନ ହେଲା ଏକ କୃତି ପରୀକ୍ଷଣ ପ୍ରସ୍ତୁତି ପାଇଁ କେଉଁ କ୍ରମଟି ଠିକ ଗୋଟେ ଆପଣ କଣ କରୁଛନ୍ତି ନା ଆଚିଭମେଣ୍ଟ ଟେଷ୍ଟ ଗୋଟେ ତିଆରି କରୁଛନ୍ତି କୋଉ କ୍ରମଟା ଠିକ ହବ ଅପସନ କଣ ଦେଇଛି ଫାଷ୍ଟ ଆପଣ ଲକ୍ଷ୍ୟ ନିର୍ଦ୍ଧାରଣ କରିବେ ପାଠ୍ୟ ବସ୍ତୁ ନିର୍ବାଚନ କରିବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ପ୍ରଶ୍ନ ଲିଖନ କରିବେ ତାପରେ ଅପସନ ଦେଲା ଫାଷ୍ଟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ଲକ୍ଷ୍ୟ ନିର୍ଦ୍ଧାରଣ କରିବେ ପାଠ୍ୟ ବସ୍ତୁ ନିର୍ବାଚନ ପ୍ରଶ୍ନ ଲିଖନ ସିରେ ଦେଲା ଲକ୍ଷ୍ୟ ନିର୍ଦ୍ଧାରଣ ଫାଷ୍ଟ କରିବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ପାଠ୍ୟ ନିର୍ବାଚନ କରିବେ ତାପରେ ହଉଛି ପ୍ରଶ୍ନ ଲିଖନ କରିବେ ଅପସନ ନମ୍ବର ଡି ଦେଲା ପାଠ୍ୟ ନିର୍ବାଚନ ଫାଷ୍ଟ କରିବେ ତାପରେ ଲକ୍ଷ୍ୟ ନିର୍ଦ୍ଧାରଣ କରିବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ ତାପରେ ପ୍ରଶ୍ନ ଲିଖନ କରିବେ ତେଣୁ ଆମର ଆଚିଭମେଣ୍ଟ ଟେଷ୍ଟ କରିବା ପାଇଁ ସଠିକ କ୍ରମଟା ହଉଛି କଣ ଅପସନ ନମ୍ବର ଡି যেটা কোন দেলা ফার্স্ট ଆପଣ ପାଠ ନିର୍ବାଚନ କରିବେ କୋଉ ପାଠଟା ଆପଣ ଆଚିଭମେଣ୍ଟ ଟେଷ୍ଟ କରିବେ ସେଟା ଆଗେ କହିବେ ଯେମିତି ଆପଣ ଇଂଲିଶ ହେଇପାରେ ମ୍ୟାଥମେଟିକ୍ସ ହେଇପାରେ ଆଗେ କୋଉ ଟପିକ ବା କୋଉ ସବଜେକ୍ଟ ଆଗେ ଆପଣ ନିର୍ବାଚନ କରିବେ ତାପରେ ଲକ୍ଷ୍ୟ ନିର୍ଦ୍ଧାରଣ କୋଉ ଉଦ୍ଦେଶ୍ୟରେ ଆପଣ କରୁଛନ୍ତି ଏପାରେ ଆପଣ କଣ ଅବଜେକ୍ଟିଭ ଟାଇପର ପିଲାଙ୍କ ଭିତରେ ଗୁଣନ ବା ଯୋଗ ସେଇଭଳିଆ କୋଉ ଉଦ୍ଦେଶ୍ୟ ଆଗେ ନଉଛନ୍ତି ସେ ଉଦ୍ଦେଶ୍ୟ ଲକ୍ଷ୍ୟ ବା ଅବଜେକ୍ଟିଭ ଆପଣ ନିର୍ଦ୍ଧାରଣ କରିବେ ତାପରେ ବ୍ଲୁପ୍ରିଣ୍ଟ କେତେଟା ଟାଇପର କ୍ୱେଶ୍ଚନ ଦେବେ ଆପଣ କେତେ ମାର୍କ ରହିବ ସେଇଟା କଣ କୁହାଯାଏ ବ୍ଲୁପ୍ରିଣ୍ଟ ସେଇଟା ମାନେ ପ୍ରଶ୍ନ ଲିଖନ ପୂର୍ବରୁ ଯୋଉଟା କରାଯାଏ ସେଇଟା କଣ ବ୍ଲୁପ୍ରିଣ୍ଟ କୁହାଯାଏ ସେଥିରେ କଣ ହୁଏ ଅବଜେକ୍ଟିଭ ଗୁଡାକ ରହିଥାଏ ଆଉ କେତେ ପ୍ରକାର ପ୍ରଶ୍ନ ହେଲା ଆଉ କେତେଟା ପ୍ରଶ୍ନ କେତେ ମାର୍କ ଦଉଛନ୍ତି ହେଲା ସବୁକୁ ବାଲାନ୍ସ କରି ତିଆରି କରିବାକୁ ବ୍ଲୁପ୍ରିଣ୍ଟ କରାଯାଏ ତାପରେ ବ୍ଲୁପ୍ରିଣ୍ଟ ତିଆରି କରି ସାରିଲା ପରେ ତାପରେ ପ୍ରଶ୍ନ ଲିଖନ କରିବେ ଏଇଟା ଠିକ କ୍ରମ ହେଲା ମନେ ରଖିଥିବେ। ପରବର୍ତ୍ତୀ ପ୍ରଶ୍ନ ଜଣେ ଶିକ୍ଷକ ବିଜ୍ଞାନରେ ଗୋଟେ ପରୀକ୍ଷଣ ପ୍ରସ୍ତୁତ କରି ଗୋଟେ ଦଳ ଛାତ୍ରଙ୍କୁ ପରୀକ୍ଷା କଲେ ଏହାପରେ ଏକ ମାନକୀକୃତ ପରୀକ୍ଷଣ ଦ୍ଵାରା ସେହି ଛାତ୍ର ଦଳକୁ ପରୀକ୍ଷା କଲେ ଉଭୟ ସେଟ ନମ୍ବର ମଧ୍ୟରେ ସହସମ୍ବନ୍ଧ ନିର୍ଣ୍ଣୟ କରିବାରୁ ସହସମ୍ବନ୍ଧାଙ୍କ
r इक्वल टू प्लस 0.82 ହେଲା। ଏଥିରୁ ସେ ପ୍ରସ୍ତୁତ କରିଥିବା ପରୀକ୍ଷଣ ସମ୍ବନ୍ଧରେ କଣ ଜଣାଯିବ ହେଲା। ତେଣୁ ଟେଷ୍ଟ ଅନୁସାରେ ସେ ଯୋଉ ଆମର ସ୍କୋରଟା ଆସିଲା ହେଲା, ଯୋଉ ଆମର କୋଏଫିସିଏଣ୍ଟ ଅଫ କୋରିଲେସନ r ଯୋଉ କୁହାଯାଏ, ସେଟା ଯଦି ପ୍ଲସ 0.82 ଆସିଲା ତାହେଲେ ଆମେ ଜାଣିବା କେମିତି ଟେଷ୍ଟଟା ହେଇଛି। ଅପସନ କଣ ଦେଲା, ଏହା ଏକ ବୈଧ ପରୀକ୍ଷଣ, ଏହା ଏକ ବିଶ୍ୱସନୀୟ ପରୀକ୍ଷଣ ମାତ୍ର ବୈଧ ନୁହେଁ। ଅପସନ ସି ଦେଲା ଏହା ଏକ ବସ୍ତୁନିଷ୍ଠ ପରୀକ୍ଷଣ, ଏହା ଏକ ବୈଧ ପରୀକ୍ଷଣ ମାତ୍ର ବିଶ୍ୱସନୀୟ ନୁହେଁ। ଆମର ଭ୍ୟାଲିଡିଟି ଆଉ ରିଲାଏବିଲିଟି ଉପରେ ଦେଲା ଯେ r ଇକ୍ୱାଲ ଟୁ ଯଦି 0.82 ହଉଛି ତାହେଲେ ଏଟା କୋଉ ପ୍ରକାର ପରୀକ୍ଷଣ ଭିତରେ ଯିବ ହେଲା। ସଠିକ ଉତ୍ତର କଣ ହବ ଏହାର, ଅପସନ ନମ୍ବର ଏ, ଯେଟା କଣ ଟେଷ୍ଟ ଇଜ ଭ୍ୟାଲିଡ। ଯେହେତୁ r ଇକ୍ୱାଲ ଟୁ ପଜିଟିଭ ବାହାରିଛି ବା ଆମର 1 ରୁ କମ ଅଛି, ତେଣୁ ଆମେ କଣ କହିପାରିବା, କଣ ସେଟା ଆମେ ବୈଧ ପରୀକ୍ଷଣ ବୋଲି କହିପାରିବା, ଆମେ ଟେଷ୍ଟଟା ଭ୍ୟାଲିଡ ଅଛି ବୋଲି କହିପାରିବା। ତେଣୁ r ଯଦି ପଜିଟିଭ ବାହାରୁଛି ବା 1 ରୁ କମ ରହୁଛି ମାନେ ଡେଭିଏସନ ବୋଲି ଆପଣ ସାଧା ନିଜ ଭାଷାରେ ବୁଝିପାରିବେ, ଯେଟା ଡେଭିଏସନ ଆକାରରେ କହିହବ ଯେ 0.82 ଯେହେତୁ ଡେଭିଏସନ ଟା ରହିଛି, ତେଣୁ ବେଶୀ ଆପଣ ଇଏ ହେଇନି, ତେଣୁ ଏଟା କଣ ଟେଷ୍ଟଟା ଭ୍ୟାଲିଡ ରହିଛି। ପରବର୍ତ୍ତୀ ପ୍ରଶ୍ନ ହେଲା ବ୍ଲୁ ପ୍ରିଣ୍ଟ କଣ ଥାଏ। ଟିକେ ଆଗରୁ କହିକି ଆସିଲେ ସେଇଟା କ୍ୱେଶ୍ଚନଟା ଦେଇଛି ଯେ ଆମେ ଯୋଉ ବ୍ଲୁ ପ୍ରିଣ୍ଟଟା ତିଆରି କରିଥାଉ ସେଥିରେ କଣ ଗୁଡାକ ଥାଏ। ଲକ୍ଷ୍ୟ ଗୁଡିକର ଆପେକ୍ଷିକ ଗୁରୁତ୍ୱ ଥାଏ, ପାଠ୍ୟ ଉପରେ ଆପେକ୍ଷିକ ଗୁରୁତ୍ୱ ଥାଏ, ପ୍ରଶ୍ନ ପ୍ରକାର ଉପରେ ଆପେକ୍ଷିକ ଗୁରୁତ୍ୱ ଥାଏ ନା ଉପରୋକ୍ତ ସମସ୍ତ ହେଲା। ତେଣୁ ବ୍ଲୁ ପ୍ରିଣ୍ଟ ଟିକେ ଆଗରୁ କହିକି ଆସିଲି କଣ ହବ ନା ସେଥିରେ ଆମର ସବୁ ଗୁଡାକ ଥିବ, ଯେମିତି କି ଆମ ଲକ୍ଷ୍ୟ ଗୁଡିକ ଯେମିତି କହିଲି ଅବଜେକ୍ଟିଭ ଥିବ ହେଲା, ଆଉ ରିଲେଟିଭ ୱେଟେଜ ଅଫ ଦ କଣ୍ଟେଣ୍ଟର ୱେଟେଜ ପୁରା ଆପଣ ଇଏ ନାହିଁ ଗୋଟେ ଯେତେବେଳେ ପରୀକ୍ଷା କରିବେ ପ୍ରଥମ ପାର୍ଟରେ ଆପଣ ସବୁ 90% କ୍ୱେଶ୍ଚନ ଦେଇଦେବେ ଆଉ ସେକେଣ୍ଡ ପାର୍ଟରୁ 10% ଦେବେ, ସେମିତି ନାହିଁ। ଆପଣ ୱେଟେଜଟା ସମାନ ରହିବ କଣ୍ଟେଣ୍ଟର, ସବୁକୁ ସମାନ ଭାବେ ରଖିବେ। ଆଉ କଣ ଥିବ, ପ୍ରଶ୍ନ ପ୍ରକାର ଉପରେ ଆପେକ୍ଷିକ ଗୁରୁତ୍ୱ ଥାଏ, ଯେମିତି କି ୱେଟେଜ ଅଫ ଟାଇପ ଅଫ କ୍ୱେଶ୍ଚନ ହେଲା। ଆପଣ କରିଦେବେ ଏମିତି ଯେ ଲଙ୍ଗ କ୍ୱେଶ୍ଚନ ପୁରା ଆପଣଙ୍କର 10ଟାରୁ 8ଟା ଥିବ, 2ଟା ସର୍ଟ କ୍ୱେଶ୍ଚନ ଥିବ, ସେମିତି ନାହିଁ। ସବୁ ପ୍ରକାର କ୍ୱେଶ୍ଚନ ମିଶିକି ଥିବ। ତେଣୁ ବ୍ଲୁ ପ୍ରିଣ୍ଟ କାହାକୁ କୁହାଯାଏ ବୁଝିପାରିଲେ। ପରବର୍ତ୍ତୀ ପ୍ରଶ୍ନ ଆସିଲା, ପାରଦର୍ଶିତା ଶିକ୍ଷଣ ଦୃଷ୍ଟିକୋଣରୁ କେଉଁଠି ଠିକ ହେଲା। ଯେମିତି ଆମେ କଣ କହିଥାଉ ନା ମାଷ୍ଟର ଲର୍ଣ୍ଣିଂ ପଏଣ୍ଟ ଅଫ ଭ୍ୟୁ ଅନୁସାରେ କୋଉଟା ଠିକ ହବ। ଅପସନ କଣ ଦେଇଛି, ସମସ୍ତ ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷଣ ଲକ୍ଷ୍ୟ ସମାନ ରହିବ, ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି ସମାନ ରହିବ, ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ହାର ସମାନ ରହିବ, ଆଉ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣର ସମୟ ସମାନ ରହିବ। ଯେତେବେଳେ ଆମେ ମଷ୍ଟରି ଲର୍ଣ୍ଣିଂ କହିଥାଉ ସେତେବେଳେ ଆମେ କୋଉ ପ୍ରକାର ଶିକ୍ଷାର୍ଥୀଙ୍କ ଉପରେ ରହିଥାଉ। ସଠିକ ଉତ୍ତର କଣ ହବ, ଅପସନ ନମ୍ବର ଏ, ଯେଟା କି ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ସମାନ ଲକ୍ଷ୍ୟ ରହିବ ହେଲା, ଯେଟା କି ଆମେ ଅବଜେକ୍ଟିଭ ସବୁ ସମାନ ରହିଥିବ। ଯେତେବେଳେ ଆମେ ମାଷ୍ଟର ଲର୍ଣ୍ଣିଂ କହିଥାଉ ସେତେବେଳେ ଶିକ୍ଷାଦାନ ପଦ୍ଧତି ସମସ୍ତଙ୍କ ପାଇଁ ସମାନ ରହିବନି। କି ଆମର କଣ ହେଇଥିବ, ଆମର ଲେକ୍ଚର ମେଥଡ ସେ ବୁଝିପାରୁଥିବ, କିଏ ଥିବ ଆକ୍ଟିଭିଟି ବେସ୍ଡ ବୁଝିପାରୁଥିବ, କିଏ କଣ ଅବଜରଭେସନ ଅନୁସାରେ ବୁଝିପାରୁଥିବ। ତେଣୁ ମେଥଡ ଗୁଡାକ ସମାନ ହବା ଦରକାର କିଛି ନାହିଁ। ତାପରେ ନେକ୍ସଟ ଆସିଲା କଣ, ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ହାର ସମାନ ରହିବ। ଏଇଟା ତ କେବେ ହବନି, କିଏ ସ୍ଲୋ ଲର୍ଣ୍ଣର ଥିବ, କିଏ କଣ ସ୍ପିଡ ମାନେ କମ ସମୟରେ ବୁଝିପାରୁଥିବ, ତେଣୁ ଏଟା ବି ହେଇପାରିବନି। ଆଉ ହଉଛି କଣ, ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ସମୟ ସମାନ, ଏଟା ତ କେବେ ହେଇପାରିବନି, କାରଣ ସମୟ ଯେହେତୁ ଇଣ୍ଡିଭିଜୁଆଲ ଡିଫରେନ୍ସ ସମସ୍ତଙ୍କ ଭିତରେ ରହୁଛି ଡେଭଲପମେଣ୍ଟରେ, ତେଣୁ ସେଥିପାଇଁ ସମସ୍ତେ ଏକା ସମୟରେ ପିଲାଟାକୁ ବୁଝି ପାରିବେନି। ପରବର୍ତ୍ତୀ କ୍ୱେଶ୍ଚନ ରହିଲା, ବିକାଶ ସମ୍ବନ୍ଧୀୟ କୋଉ ଉକ୍ତିରେ ଠିକ। ଡେଭଲପମେଣ୍ଟ ଯୋଉ ଆମେ ପଢିଲୁ ତାର ପ୍ରିନ୍ସିପଲ ଅନୁସାରେ କୋଉଟା ଠିକ ହବ, ଅପସନ ଟାକୁ ଦେଇଛି। ଫାର୍ଷ୍ଟ ଅପସନ ଅଛି, ପୁଅ ମାନଙ୍କ କ୍ଷେତ୍ରରେ 20ରୁ 22 ବର୍ଷ ପରେ ଆଉ ବିକାଶ ଘଟେ ନାହିଁ। ପରବର୍ତ୍ତୀ ଅପସନ ଦେଇଛି କଣ, ପରିପକ୍ୱନରେ ବିକାଶ ଅନ୍ତ ଘଟେ, ଯେଟା ମ୍ୟାଚୁରେସନ ପରେ ଡେଭଲପମେଣ୍ଟ ପୁରା ରହିଯାଏ। 40 ବର୍ଷ ପରେ ବିକାଶର ହ୍ରାସ ଘଟିଥାଏ ହେଲା। ଆଉ ଡି ଅଛି, ମୃତ୍ୟୁ ପର୍ଯ୍ୟନ୍ତ ବିକାଶ ଘଟିଥାଏ। କୋଉ ଉକ୍ତିଟା ଠିକ ଏଠି ପଚାରିଛି। ଡେଭଲପମେଣ୍ଟ ଅନୁସାରେ ସଠିକ ଉତ୍ତର ହବ କଣ, ଅପସନ ନମ୍ବର ଡି, ଯେଟା କି ମୃତ୍ୟୁ ପର୍ଯ୍ୟନ୍ତ ବିକାଶ ଘଟିଥାଏ। ଡେଭଲପମେଣ୍ଟ ମନେ ରଖିଥିବେ କଣ, ସିଏ ଆମର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥାଏ। ଆଉ ଡେଭଲପମେଣ୍ଟଟା ସବୁବେଳେ ଇଣ୍ଡିଭିଜୁଆଲ ଡିଫରେନ୍ସ, ମାନେ ସମସ୍ତଙ୍କ ଭିତରେ ଇଣ୍ଡିଭିଜୁଆଲ ଡିଫରେନ୍ସଟା ଦେଖାଯିବ। ସିଏ ମାନେ ଗୋଟେ ଅର୍ଡର ଫଲୋ କରିବ, ଯେମିତି କି ଫାର୍ଷ୍ଟ ଇନଫାନ୍ସି, ତାପରେ ଚାଇଲ୍ଡହୁଡ, ତାପରେ ଏଡଲ୍ଟହୁଡ, ଏମିତି ଗୋଟେ ଅର୍ଡର ମେଣ୍ଟେନ କରିବ ହେଲା। ଆଉ ଏଗୁଡା ସବୁ ରହିଲା, କିନ୍ତୁ ୟା ଭିତରେ ଯେମିତି ଅଲଗା ଗୁଡାକ ଦେଇଥିଲା, ଡେଭଲପମେଣ୍ଟ 20ରୁ 22 ବର୍ଷ ଭିତରେ ବିକାଶ ଘଟେ ନାହିଁ, ତେଣୁ ଏଟା ଭୁଲ ହେଇଗଲା। ପରିପକ୍ୱନ ବିକାଶର ଅନ୍ତ ଘଟେ, ତେଣୁ ବିକାଶ ତ ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ। 40 ବର୍ଷରେ ବିକାଶ ହ୍ରାସ ଘଟିଥାଏ, ତେଣୁ ଏଟା ବି କହିହବନି ହେଲା। ଇଣ୍ଡିଭିଜୁଆଲ ଡିଫରେନ୍ସ ମାନେ ଆପଣଙ୍କ 40 ବର୍ଷ ପରେ କାହାର ଡେଭଲପମେଣ୍ଟ ହଉଥିବ, କାହାର ହଉଥିବ, ତେଣୁ ଏଟା ଆମେ କହିପାରିବାନି ଯେ ହ୍ରାସ ହେଇଯିବ ବୋଲି, ଯେହେତୁ ଇଣ୍ଡିଭିଜୁଆଲ ଡିଫରେନ୍ସଟା ରହିଛି। ପରବର୍ତ୍ତୀ ପ୍ରଶ୍ନ ରହିଲା, ବିକାଶର କେଉଁ ଅବସ୍ଥାରେ ଶିଶୁ ନିଜ କାର୍ଯ୍ୟ ପ୍ରତି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ ହେଲା। ବଢିଆ କ୍ୱେଶ୍ଚନଟା। କହିଲା, at what stage of development the child tries to draw attention of other towards his own work। ନିଜ କାମ ପ୍ରତି ସେ attention ପାଇବା ପାଇଁ ଚେଷ୍ଟା କରିଥାଏ। ଅପସନ କଣ ଥିଲା, ଶୈଶବ ଅବସ୍ଥା, ଆଦ୍ୟ ବାଲ୍ୟ ଅବସ୍ଥା, ପ୍ରାନ୍ତ ବାଲ୍ୟ ଅବସ୍ଥା, ପ୍ରାକ୍ କୈଶୋର ଅବସ୍ଥା ହେଲା। ୟାର ସଠିକ ଉତ୍ତରଟା କଣ ହବ ନା, ଅପସନ ନମ୍ବର ବି, ଆଦ୍ୟ ବାଲ୍ୟ ଅବସ୍ଥା ହେଲା। ଇୟରଲି ଚାଇଲ୍ଡହୁଡ ରେ ପିଲାଟି କଣ କରେ ନା, ନିଜ କାମ ପ୍ରତି ଅନ୍ୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ ହେଲା। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଦେଖିତେ ଯାଇଥିବେ ଟିକେ,
ଏ ଯୋଉ ଯେଟା କି ନୈତିକ ବିକାଶଟା ସେଇଟା ଟିକେ ଏବେ କ୍ୱେଶ୍ଚନ ପଡୁଛି। ଯେମିତି କି ଆମ ଏଡୋଲସେନ୍ସରେ ସିଏ କଣ ପିଅ ପ୍ୟାରେଣ୍ଟସ୍ ମାନଙ୍କ ଠାରୁ ସରି ଲେଟର ଚାଇଲ୍ଡହୁଡରେ ପ୍ୟାରେଣ୍ଟସ୍ ମାନଙ୍କ ଠାରୁ ସେ କଣ କରେ ସ୍ୱାଧୀନତା ରହିକି ନିଜର ପିୟର୍ସ ଗ୍ରୁପରେ ନିଜେ ଗୋଟେ ଆକ୍ଟିଭ ମେମ୍ବର ହେବା ପାଇଁ ଚେଷ୍ଟା କରିଥାଏ ହେଲା ସେଗୁଡାକ ହେଲା। ଆଉ ଯେମିତିକି ନୈତିକ ଯେମିତିକି ଆମର ଲାଟ୍ରିନ୍ ବା ଆମର ଯୋଉ ଆମର ଲାଟ୍ରିନ୍ ଶିକ୍ଷାଟା କରିଥାଏ କଣ ଏଇ ଯୋଉ ଇୟରଲି ଚାଇଲ୍ଡହୁଡରେ ପିଲାଟା ତେଣୁ ସେଗୁଡାକ ଟିକେ ଦେଖିଦେଇ ନୈତିକ ବିକାଶ ଉପରେ କ୍ୱେଶ୍ଚନ ପଡୁଛି ଏବେ ହେଲା। ଯେମିତିକି ଏଇଟା ଦେଲା ଆଟେନସନ ଡ୍ର କରିବା ପାଇଁ ଆଦି ବାଲ୍ୟାବସ୍ଥାରେ ଚେଷ୍ଟା କରିଥାଏ। ପରବର୍ତ୍ତୀ ସେ ଫର୍ମୁଲା ପଢେଇଦେଲା ହେଲା ଯୋଉ ଆମର ଗରିଷ୍ଠକ ମଧ୍ୟମ ଆଉ ମାଧ୍ୟମାନ ଗୋଟିଏ ସାଧାରଣ ସମ୍ଭାବ୍ୟତା ବକ୍ରରେ ମଧ୍ୟମା ଗରିଷ୍ଠକ ମଧ୍ୟରେ ସମ୍ପର୍କ କେଉଁ ଉକ୍ତିରେ ଠିକ ହେଲା ଯୋଉ ଆମର କଣ ମିନ୍ ମିଡିଆନ ଆଉ ମୋଡ ଭିତରେ ଫର୍ମୁଲାଟା କୋଉଟା ଠିକ ଅଛି। ତେଣୁ ଦେଇଛି ଦୁଇ ଗରିଷ୍ଠକ ଇଜିକାଲ ଟୁ ମଧ୍ୟମା ପ୍ଲସ ମାଧ୍ୟମାନ ଦୁଇ ମଧ୍ୟମା ଇଜିକାଲ ଟୁ ମଧ୍ୟମାନ ପ୍ଲସ ଗରିଷ୍ଠକ ଦୁଇ ମଧ୍ୟମାନ ଇଜିକାଲ ଟୁ ମଧ୍ୟମା ପ୍ଲସ ଗରିଷ୍ଠକ ନା ଉପରୋକ୍ତ ସମସ୍ତ ହେଲା ସଠିକ ଉତ୍ତର କଣ ହବ ନା ଏଟା ଅଲ ଅଫ ଦ ଏବଭ ହବନି ଏଟା କୋଉଟା ବି ଠିକ ହବନି ହେଲା। କାରଣ 3 ଆଉ 3 mod ଇଜ ଇକ୍ୱାଲ ଟୁ 2 ମିଡିଆନ ସରି mod ଇଜ ଇକ୍ୱାଲ ଟୁ କଣ ହେଇଯିବ 3 ମିଡିଆନ ମାଇନସ 2 mod ହେଲା ଏଟା ହବ ଫର୍ମୁଲା। ତେଣୁ ଏଟା ଭୁଲ ଦେଇଛି ବୋଧେ ଏଟା ଉପରୋକ୍ତ ସମସ୍ତ ହବନି ଏଟା କୌଣସିଟି ନୁହେଁ ହବ। ପରବର୍ତ୍ତୀ କ୍ୱେଶ୍ଚନ ଅଛି ଇଣ୍ଟେଲିଜେନ୍ସ ଇଜ ଦ ଏବିଲିଟି ଟୁ କ୍ୟାରି ଅନ୍ ଆବଷ୍ଟ୍ରାକ୍ଟ ଥିଙ୍କିଙ୍ଗ ଏଇ ମତଟା କିଏ ଦେଇଥିଲେ ହେଲା। ଅପସନ ଗୁଡା କଣ ଦେଇଛି ଟର୍ମାନ ଦେଇଥିଲେ ବିନେ ଦେଇଥିଲେ ଥର୍ନଡାଇକ ଦେଇଥିଲେ ନା ଗାଲଟନ ଦେଇଥିଲେ। ଇଣ୍ଟେଲିଜେନ୍ସ ଉପରେ ଆମର ଏଇ ତଥ୍ୟଟା ଯେ ଇଣ୍ଟେଲିଜେନ୍ସ ଇଜ ଦ ଏବିଲିଟି ଟୁ କ୍ୟାରି ଅନ୍ ଦ ଆବଷ୍ଟ୍ରାକ୍ଟ ଥିଙ୍କିଙ୍ଗ ଏଟା ଦେଇଥିଲେ କି ସଠିକ ଉତ୍ତର ଅପସନ ନମ୍ବର ଏ ଯୋଉଟା କି ଟର୍ମାନ ଦେଇଥିଲେ ହେଲା। ମନେ ରଖିଥିବେ ଏଇ ଯୋଉ କୋଡ ଗୁଡାକ ଛୋଟ ଛୋଟ ଆମର କିୱାର୍ଡ ଗୁଡାକ ମନେ ରଖିଥିବେ ଯେମିତି ଇଣ୍ଟେଲିଜେନ୍ସ ଉପରେ ଦେଇଥିଲେ ଟର୍ମାନ ହେଲା। ତେଣୁ ସେଇଟା ଟିକେ ମନେ ରଖି ଟର୍ମାନ ଦେଇଥିଲେ କଣ ଆମେ କହିଥାଉ ବୁଦ୍ଧିଆଙ୍କ ଯେମିତି 140 ରୁ ଅଧିକ ହେଲେ ଆମେ ଗିଫ୍ଟେଡ ଷ୍ଟୁଡେଣ୍ଟ କହିବୁ ହେଲା 70 ରୁ 90 ରହିଲେ ଆମେ ଯୋଉ ଆମର ଯୋଉ କଣ ସ୍ଲୋ ଲର୍ଣ୍ଣର୍ସ ବୋଲି କହିଥାଉ ସେମାନଙ୍କୁ ସେମିତି ଏଇଟା ଦେଇଥିଲେ କି ଡିଭାଇଡ କରିଥିଲେ କି ଟର୍ମାନ ଦେଇଥିଲେ ହେଲା। ପରବର୍ତ୍ତୀ ପ୍ରଶ୍ନ ଲାଷ୍ଟ ଅଛି କଣ ବୁଦ୍ଧି ସମ୍ବନ୍ଧୀୟ କେଉଁ ଉକ୍ତିରେ ଠିକ ହେଲା ଯେଟା କି ଆମର ଇଣ୍ଟେଲିଜେନ୍ସ କହିଥାଉ ସେଇଟା ଅନୁସାରେ କୋଉଟା ଠିକ ହବ ଅପସନ କଣ ଦେଇଛି ବୁଦ୍ଧି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ବୁଦ୍ଧି ପରିବେଶ ପ୍ରଭାବରେ ବିକଶିତ ହୋଇଥାଏ ବୃଦ୍ଧି ଏକ ନିର୍ଦ୍ଦିଷ୍ଟ ସାମର୍ଥ୍ୟକୁ ବୁଝେ ଶିକ୍ଷଣ ପ୍ରକ୍ରିୟା ସହ ବୁଦ୍ଧିର ସହ ସମ୍ପର୍କ ନଥାଏ। ତେଣୁ ଇଣ୍ଟେଲିଜେନ୍ସ ଅନୁସାରେ କୋଉ ଉକ୍ତିଟା ଠିକ ହବ ଅପସନ ନମ୍ବର ଡି ଯାଇ କଣ ଶିକ୍ଷଣ ପ୍ରକ୍ରିୟା ସହ ବୁଦ୍ଧିର ସହ ସମ୍ପର୍କ ନଥାଏ ହେଲା। Intelligence has no correlation with the learning process ହେଲା। ବୁଦ୍ଧି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ଏଟା ଠିକ ଅଛି ବୁଦ୍ଧି ପରିବେଶ ପ୍ରଭାବରେ ବିକଶିତ ହୋଇଥାଏ ଯେମିତି କି ଇଣ୍ଟେଲିଜେନ୍ସ ଡେଭଲପ୍ସ ବାଇ ଇନଫ୍ଲୁଏନ୍ସ ଅଫ ଏନଭାୟରନମେଣ୍ଟ ଏଟା ବି ଠିକ ଅଛି ଇଣ୍ଟେଲିଜେନ୍ସ ରେଫର୍ସ ଟୁ ଦ ସ୍ପେସିଫିକ ଏବିଲିଟି ଏଟା ବି ଠିକ ଅଛି କିନ୍ତୁ ଇଣ୍ଟେଲିଜେନ୍ସ ହାଜ नो कोरिलेशन with the learning process ମାନେ interdependent ଯେଟା କୁହାଯାଏ ସେଟା ହବ ନାହିଁ ହେଲା ବୁଦ୍ଧି ବା ଇଣ୍ଟେଲିଜେନ୍ସ ଅନୁସାରେ ଯୋଉ ଲର୍ନିଂ ପ୍ରୋସେସ ଅନୁସାରେ ହେଲା। ତେଣୁ 30ଟା କ୍ୱେଶ୍ଚନ ଆମର ସରିଲା। ତେଣୁ ଆଶା କରୁଛି ଆପଣ ଯଦି ଫୁଲ ଭିଡିଓଟି ଦେଖିଛନ୍ତି ତାହେଲେ ସିଡିପି ର ଯୋଉ ଟପିକ ଗୁଡାକ ଆପଣ ଅଟିରି 2026 ରେ ପଢିବ କଭର ହେଇଥିବ। ତେଣୁ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗିଲା ଭିଡିଓଟିକୁ ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲ ଯଦି ପ୍ରଥମ ଥର ପାଇଁ ଆସନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଆଉ ଯୋଉ ପାଖରେ ବେଲ ନୋଟିଫିକେସନଟା ଅଛି ତାକୁ ଅଲ ସେଟ କରିଦେବେ ଯାହାଫଳରେ କି ମୁଁ ଯୋଉ ଟପିକ ବା ଯୋଉ ସବଜେକ୍ଟ ଉପରେ ଭିଡିଓ ଅପଲୋଡ କରୁଛି ତା ନୋଟିଫିକେସନ ଯାଇପାରିବ। ତେଣୁ ଯଦି ୟାର ପିଡିଏଫ ଦରକାର ଅଛି ଆପଣ ଯଦି ଲାଷ୍ଟ ଟାଇମରେ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଟେଲିଗ୍ରାମରେ ମୁଁ ଲିଙ୍କଟା ଡେସକ୍ରିପସନରେ ଦେଇଦେବି ସେଠି ଆପଣ ଯାଇ ଦେଖିପାରିବେ। ତେଣୁ ଆଜି ପାଇଁ ରହୁଛି ନୂଆ ଗୋଟେ ଭିଡିଓରେ ଆପଣ ଦେଖାହବ ସେଥିପାଇଁ ରହୁଛି ଧନ୍ୟବାଦ।